ମାନେ ଆଜି ଆପଣ ସମସ୍ତଙ୍କୁ ସ୍ୱାଗତ। ଆମର ପ୍ରଥମ କ୍ଲାସ୍ ଆମେ ଏବେ କରିବା ହିଷ୍ଟ୍ରିର ଏକ ଟପିକ୍ ପ୍ରସ୍ତର ଯୁଗ, ବୈଦିକ ଯୁଗ, ମଧ୍ୟଯୁଗ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ପରିଚୟ। ଦେଖିବା ଆମେ ଏ ଟପିକ୍ର ଇମ୍ପୋର୍ଟାନ୍ସ କ'ଣ ରହିଛି, କୋଉ ପାଖରୁ କ୍ୱେଶ୍ଚନ୍ ଆସିପାରେ ତାହାକୁ ଆମେ ଡିସ୍କସନ୍ କରିବା ଆଉ ଡିଟେଲ୍ସ ଭାବେ ଆମେ ଜାଣିବାକୁ ଚେଷ୍ଟା କରିବା। ଯେଉଁଟା ଇମ୍ପୋର୍ଟାଣ୍ଟ ହାଇଲାଇଟ୍ ଅଲରେଡ଼ି କରିଦେଇଛି, ଆସନ୍ତୁ ପଢ଼ିବା। ଫାଷ୍ଟ ଆମେ ଦେଖିବା ପ୍ରସ୍ତର ଯୁଗ। ପ୍ରସ୍ତର ଯୁଗ ଆମେ ଷ୍ଟାର୍ଟ କରିବା ଏବେ। ଯେମିତି ପୃଥିବୀ ପୃଷ୍ଠରେ ମାନବ ଜୀବନର ଆରମ୍ଭ ପ୍ରାୟ 40 ଲକ୍ଷ ବର୍ଷ ପୂର୍ବେ ହୋଇଥିବା ଅନୁମାନ କରାଯାଏ। ତ ଏଠି କ୍ୱେଶ୍ଚନ୍ ଆସିଥାଏ କି ପୃଥିବୀ ପୃଷ୍ଠରେ ମାନବ ଜୀବନ ଆରମ୍ଭ କେତେ ବର୍ଷ ପୂର୍ବେ ହୋଇଥିବାର ଅନୁମାନ କରାଯାଏ। ତ ଆନ୍ସର୍ ହେବ 40 ଲକ୍ଷ ବର୍ଷ ପୂର୍ବେ। ନେକ୍ସଟ, ବୈଜ୍ଞାନିକମାନେ କହନ୍ତି ମାଙ୍କଡ଼ ଠାରୁ ମନୁଷ୍ୟ ବିକାଶ ଆରମ୍ଭ ହୋଇଥିଲା। ସେମାନଙ୍କର ଆକାର ଓ ଗଠନ ଆଧୁନିକ ମଣିଷମାନଙ୍କ ଠାରୁ ବହୁ ମାତ୍ରାରେ ଭିନ୍ନ ଥିଲା। କ୍ରମଶଃ ସେମାନେ ସିଧା ହୋଇ ଠିଆ ହେଲେ ଓ ଦୁଇ ଗୋଡ଼ରେ ଠିଆ ହେବା ଚାଲିବାକୁ ଆରମ୍ଭ କଲେ। ତ ଏଇଟା ସମସ୍ତେ ପ୍ରାୟ ଜାଣିଛନ୍ତି। ନେକ୍ସଟ, ଦକ୍ଷିଣ ଓ ପୂର୍ବ ଆଫ୍ରିକା ଏହି ମଣିଷମାନଙ୍କର ଉତ୍ପତ୍ତି ସ୍ଥଳ ଥିଲା। ତ ଏଥିରେ କ୍ୱେଶ୍ଚନ୍ ଅଛି ମଣିଷମାନଙ୍କର ଉତ୍ପତ୍ତି ସ୍ଥଳ କେଉଁଟା? ତ ଆନ୍ସର୍ ହେବ ଦକ୍ଷିଣ ଓ ପୂର୍ବ ଆଫ୍ରିକା। ତାପରେ ପ୍ରଥମେ ମାନବ ଯେଉଁମାନେ ପ୍ରଥମେ ଦୁଇ ଗୋଡ଼ରେ ଚାଲିବା ଆରମ୍ଭ କରିଥିଲେ, ସେମାନଙ୍କୁ ଅଷ୍ଟ୍ରେଲୋପିଥେସାଇନ୍ସ ନାମରେ ପରିଚିତ କରାଯାଇଛି। ତ ଏଇଟା ହେଲା ଇମ୍ପୋର୍ଟାଣ୍ଟ। ଯେମିତି ପ୍ରଥମ ମାନବ ଯେଉଁମାନେ ଦୁଇ ଗୋଡ଼ରେ ଚାଲିବାକୁ ଆରମ୍ଭ କରିଥିଲେ ତାକୁ କେଉଁ ନାମରେ ଜଣାଯାଏ? ସେଇଟା ହେଲା ଅଷ୍ଟ୍ରେଲୋପିଥେସାଇନ୍ସ। ନେକ୍ସଟ, ସେମାନଙ୍କ ପରେ ପ୍ରାୟ 20 ଲକ୍ଷ ବର୍ଷ ପୂର୍ବେ ହୋମୋ ହାବିଲି ନାମକ ମଣିଷ ଜାତି ସୃଷ୍ଟି ହୋଇଥିଲେ। ତ ସେମାନଙ୍କ ପୂର୍ବରୁ ମଧ୍ୟ 20 ଲକ୍ଷ ବର୍ଷ ପୂର୍ବେ କୋଉମାନେ ହୋମୋ ହାବିଲି ନାମକ ମଣିଷ ଜାତି ସୃଷ୍ଟି ହୋଇଥିଲେ। ହୋମୋ ହାବିଲି ମାନେ ପ୍ରଥମ ପ୍ରସ୍ତର ନିର୍ମିତ ସରଞ୍ଜାମ ବ୍ୟବହାର କରିଥିଲେ ଏବଂ ତା ଦ୍ୱାରା ଇତିହାସରେ ପ୍ରସ୍ତର ଯୁଗର ଆରମ୍ଭ ହେଲା ବୋଲି କୁହାଯାଏ। ତ କ୍ୱେଶ୍ଚନ୍ ଆସେ ଏଥିରେ କେଉଁ ଜାତି ବା କେଉଁ ଜାତିର ମଣିଷମାନେ ପ୍ରଥମେ ପ୍ରସ୍ତର ନିର୍ମିତ ସରଞ୍ଜାମର ବ୍ୟବହାର କରିଥିଲେ? ତ ଏହାର ଆନ୍ସର୍ ହେବ ହୋମୋ ହାବିଲି ମାନେ ପ୍ରଥମେ ପ୍ରସ୍ତର ନିର୍ମିତ ସରଞ୍ଜାମର ବ୍ୟବହାର କରିଥିଲେ। ସେମାନଙ୍କ ପରେ ହୋମୋ ଇରେକ୍ଟସ୍ ମାନେ ସେମାନଙ୍କ ଅନୁଗାମୀ ହୋଇଥିଲେ ଓ ସେମାନେ ପ୍ରଥମତଃ ନିଆଁର ବ୍ୟବହାର କରିଥିଲେ। ଏଇଟା ବି ବହୁତ ଇମ୍ପୋର୍ଟାଣ୍ଟ। ଯେମିତି କ୍ୱେଶ୍ଚନ୍ ଆସେ ଯେଉଁ ଜାତିର ମଣିଷମାନେ ପ୍ରଥମେ ନିଆଁର ବ୍ୟବହାର କରିଥିଲେ? ଏହାର ଆନ୍ସର୍ ହେବ ହୋମୋ ଇରେକ୍ଟସ୍ ମାନେ ପ୍ରଥମେ ନିଆଁର ବ୍ୟବହାର କରିଥିଲେ। ଶେଷରେ ହୋମୋ ସାପିଏନ୍ସ ମାନଙ୍କର ଉତ୍ପତ୍ତି ହୋଇଥିଲା ଓ ନିଆଣ୍ଡରଥାଲ ମାନେ ହୋମୋ ସାପିଏନ୍ସ ମାନଙ୍କର ଏକ ବିଶିଷ୍ଟ ଉପଜାତି। ତ ଆମେ ବର୍ତ୍ତମାନ ଯେଉଁ ମଣିଷମାନେ ପୃଥିବୀରେ ଅଛୁ ଏମାନଙ୍କୁ ସାଧାରଣତଃ ହୋମୋ ସାପିଏନ୍ସ କ୍ୟାଟେଗୋରୀର ବୋଲି ଧରାଯାଏ। ଆଉ ନିଆଣ୍ଡରଥାଲ ହୋମୋ ସାପିଏନ୍ସ ଏମାନଙ୍କର ଏକ ବିଶିଷ୍ଟ ଉପଜାତି। ଆଧୁନିକ ମନୁଷ୍ୟ ଏହାର ଏକ ଉପଜାତି ଓ ସେମାନେ ହୋମୋ ସାପିଏନ୍ସ ଶ୍ରେଣୀର ଅଟନ୍ତି, ଯାହା ଏକମାତ୍ର ଜୀବିତ ମାନବ ଶ୍ରେଣୀ ଅଟନ୍ତି। ତ ଆମେ ହେଲେ ହୋମୋ ସାପିଏନ୍ସ କ୍ୟାଟେଗୋରୀର। ପ୍ରସ୍ତର ଯୁଗର ମଣିଷ ବିଭିନ୍ନ ପ୍ରକାର ଅସ୍ତ୍ର ଓ ସରଞ୍ଜାମ ମାନେ ପଥର, କାଠ, ପାହାଡ଼ରେ ନିର୍ମାଣ କରୁଥିଲେ। ତ ସେମାନେ ପ୍ରସ୍ତର ଛଡ଼ା ପଥର, କାଠ, ହାଡ଼ରେ ମଧ୍ୟ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ। ଏହି ଯୁଗର ଆରମ୍ଭରେ ମଣିଷମାନେ ଗୁମ୍ଫାରେ ବସବାସ କରି ଶିକାର ଓ ଖାଦ୍ୟ ସଂଗ୍ରହ କରି ଜୀବନଯାପନ କରୁଥିଲେ। ତ ପ୍ରସ୍ତର ଯୁଗରେ ମଣିଷ କେଉଁଠି ବସବାସ କରୁଥିଲା? ନା ଗୁମ୍ଫାରେ ବସବାସ କରୁଥିଲା ଓ ଶିକାର ବା ଖାଦ୍ୟ ସଂଗ୍ରହ କରି ନିଜର ଜୀବନଯାପନ କରୁଥିଲା। ଏହି ଯୁଗ ମଣିଷମାନଙ୍କର କୃଷି କିମ୍ବା କୁମ୍ଭାର କାମର ଜ୍ଞାନକୌଶଳ ନଥିଲା। ଏହି ଯୁଗକୁ ପୁରାତନ ପ୍ରସ୍ତର ଯୁଗ କୁହାଯାଏ। ଆପଣମାନେ ଜାଣିଥିବେ ପ୍ରସ୍ତର ଯୁଗକୁ ପୁଣି ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ପୁରାତନ ପ୍ରସ୍ତର ଯୁଗ ଆଉ ଗୋଟେ ହେଲା ନୂତନ ପ୍ରସ୍ତର ଯୁଗ। ତ ପୁରାତନ ପ୍ରସ୍ତର ଯୁଗରେ କ'ଣ ଥିଲା? ମଣିଷମାନଙ୍କୁ କୃଷି କିମ୍ବା କୁମ୍ଭାର କାମର କୌଣସି ଜ୍ଞାନକୌଶଳ ନଥିଲା। ଏସବୁକୁ ପୁରାତନ ପ୍ରସ୍ତର ଯୁଗ କୁହାଯାଏ। ଏହି ପୁରାତନ ଯୁଗର ଜଳବାୟୁ ନୂତନ ପ୍ରସ୍ତର ଯୁଗଠାରୁ ଅତ୍ୟନ୍ତ ଶୀତଳ ଥିଲା। ତ ପୁରାତନ ଯୁଗର ଜଳବାୟୁଟା ନୂତନ ପ୍ରସ୍ତର ଯୁଗର ଜଳବାୟୁ ଠାରୁ ଅତ୍ୟନ୍ତ ଶୀତଳ ଥିଲା, ଥଣ୍ଡା ଥିଲା ଏବଂ ବିଭିନ୍ନ ତୁଷାର ଯୁଗର ଚିହ୍ନଟ ଏହି ଯୁଗରେ କରାଯାଇଛି। ଆଇସ୍ ଏଜ୍। ଯଦି କ୍ୱେଶ୍ଚନ୍ ଆସେ ବିଭିନ୍ନ ତୁଷାର ଯୁଗର ଚିହ୍ନଟ କେଉଁ ଯୁଗରେ ଆମକୁ ଦେଖିବାକୁ ମିଳିଥାଏ? ମ୍ୟାକ୍ସିମମ୍ ଆମକୁ ପୁରାତନ ପ୍ରସ୍ତର ଯୁଗରେ ଦେଖିବାକୁ ମିଳିଥାଏ।
नेक्स्ट आम देखा जितेबले शेष तुषार जुगर परिसमाप्ति प्राय 1500 वर्ष पूर्व घटिला से समय नूतन शिकार और खाद्य संग्रह प्रणाली प्रस्तर जुग आरंभ होता प्रस्तर जुगर तृतीय भाग को नूतन प्रस्तर जुग कहुए धीरे धीरे कौन है से तुषार जुगटा परिसमाप्ति है यही परिसमाप्ति प्राय 1500 वर्ष पूर्व घटी तापर कौन कला मनीष नूतन शिकार और खाद्य संग्रह करने प्रणाली मनीष आविष्कार कला जहाँ कि नूतन प्रस्तर जुग बोली कहुए जिते मनुष्य कृषि और पशुपालन संपर्क में ज्ञान लाभ कला यह मनुष्यर जीवन यापन शैली संपूर्ण परिवर्तन आनी जद्वारा मनुष्य पक्षर एक स्थायी जीवन यापन शैली आरंभ करने नूतन बसति स्थापन करने प्रस्तर जुग एक नूतन जीवन प्रणाली मार्ग प्रशस्त करथिला। पुरातन प्रस्तर जुग कौन थी मनीष को कृषि बा कुम्हार शैली विषय किसी जना नाला फल से कौन जगह जगह बुलूला एवं शिकार बा खाद्य संग्रह कर बंचुला गुम्फारे रोला मात्र नूतन प्रस्तर जुग कौन है तुषार जुगर परिसमाप्ति होती जलवायु परिवर्तन होती मनीष चाष करने बसति स्थापन करने सब विषय जानी फल तार जीवन यापन प्रणाली कौन है परिवर्तन आसी तो ये सरला प्रस्तर जुग। एबे आम देखा वैदिक जुग। वैदिक जुग भारतर अति पुरातन जुग अटे। यही जुगरे भारत में गढ़ी उठी सभ्यता को सर्वप्राचीन सभ्यता बोली विवेचना करा जाए। हरप्पा सभ्यतार अवसान एबे आम देखा वैदिक जुग। वैदिक जुग भारतर अति पुरातन जुग अटे। यही जुगरे भारत में गढ़ी उठी सभ्यता को सर्वप्राचीन सभ्यता बोली विवेचना करा जाए। यहाँ आम समस्ते जानू जो वैदिक जुगरे गढ़ी सभ्यता हूँ सर्वप्राचीन सभ्यता। हरप्पा सभ्यतार अवसान पर भारतीय उपमहादेश में गढ़ी उठी नूतन सभ्यता को वैदिक बा आर्य सभ्यता बोली कहुए। तो वैदिक सभ्यतार अन्य नाम है आर्य सभ्यता और यह कौन हरप्पा सभ्यतार अवसान पर भारत उपमहादेश गढ़ी उठी। ख्रीष्टपूर्व 1000 भारत को आर्य मानकर आगमन पर वैदिक सभ्यतार अभ्युदय सिंधु और पंजाब अंचल यह प्राय 1000 वर्ष पर्यंत रही। तो वैदिक सभ्यतार आरंभ केबे होता ख्रीष्टपूर्व 1000 भारत में जिते आर्य मैंने आगमन कले आमर सिंधु और पंजाब अंचल वैदिक सभ्यतार आरंभ होता यह प्राय 1000 वर्ष पर्यंत तिष्ठि रही। यही वैदिक संस्कृति और सभ्यता सप्त सिंधु और गांगे उपत्यका विकसित होता। तो कहुए वैदिक संस्कृति और सभ्यता कौ अंचल विकसित होता आंसर है सप्त सिंधु और गांगेय उपत्यका। यही समय आर्य मानकर सामाजिक और राजनीतिक जीवन बेस उन्नत थिला। यही संस्कृति आर्य और द्राविड़ मानकर अवदान गढ़ी उठी। तो वैदिक संस्कृति क्या अवदान गढ़ी उठी आर्य और द्राविड़ मान अवदान गढ़ी उठी। समुदाय उत्तर और दक्षिण भारत आर्य संस्कृति द्वारा अनुप्राणित होता। समुदाय उत्तर और दक्षिण भारत आर्य संस्कृति द्वारा अनुप्राणित होता जार फलस्वरूप एक सर्वभारतीय सभ्यता गढ़ी उठी। संस्कृत साहित्य और हिंदू धर्म यही सभ्यतार मूल भित्ति थिला। तो बर्तमान आम जो देखुचु संस्कृत साहित्य और हिंदू धर्म जहाँ को आम समस्त पालन करुचु तो तार मूल भित्ति है वैदिक जुग। यही सभ्यता अंतर्गत आर्य मानकर अर्थनैतिक राजनीतिक और धार्मिक जीवन अत्यंत उन्नत थिला। तो वैदिक जुग लोक मानक आर्य मानकर अर्थनैतिक हो राजनीतिक हो धार्मिक जीवन हो बेस उन्नत थिला। वैदिक जुग को समान अवधिर दुईटी भाग विभक्त कराई आदि वैदिक जुग और परवर्ती वैदिक जुग बा वैदिक जुग। वैदिक जुग दुई भाग विभक्त गोटे है आदि वैदिक जुग बा पुरातन वैदिक जुग आ गोटे है वैदिक जुग। आम एबे देखिबा आदि वैदिक जुग। आदि वैदिक जुग विषय ऋग्वेदरू अनेक कथा जना पड़ी था। तो क्वेश्चन आसे आदि वैदिक जुग विषय आम क्यों वेदरू अनेक कथा जानी था। तो आंसर है ऋग्वैदिक जुग। ऋग्वेद वेद मान प्रथम रचित वेद
तो टोटाल वेद जो 4टा वेद रही से वेदମାନଙ୍କ ମଧ୍ୟରୁ କେଉଁ ବେଦଟି ପୁରାତନ କହିଲେ ଋଗ୍ବେଦ ଆଉ ଋଗ୍ବେଦ ହେଉଛି କ'ଣ ପ୍ରଥମ ରଚିତ ବେଦ। ଏହି ସମୟରେ କେତେବେଳେ ବୈଦିକ ଜନଜାତି ଉପମହାଦେଶର ଉତ୍ତର ପଶ୍ଚିମ ଭାରତ ସହ ପଞ୍ଜାବ ଓ ଆଫଗାନିସ୍ତାନରେ ବସବାସ କରୁଥିଲେ। ତାର ଯଥେଷ୍ଟ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଆମ ପାଖରେ ନାହିଁ। ଅର୍ଥାତ୍ ଭାରତ ଯେଉଁ ବୈଦିକ ଯୁଗର ଲୋକ ଥିଲେ ସେମାନେ ପଞ୍ଜାବ ଓ ଆଫଗାନିସ୍ତାନରେ ବସବାସ କରୁଥିଲେ ବୋଲି ଆମ ପାଖରେ ଯଥେଷ୍ଟ ମାତ୍ରାରେ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଆମ ପାଖରେ ନାହିଁ। ଏହାର କାରଣ ସମ୍ଭବତଃ ଆଦି ବୈଦିକ ଯୁଗ ଲୋକମାନେ ସାଧାରଣତଃ ଯାଯାବର ଜୀବନଯାପନ କରୁଥିଲେ ଓ ଗୋଟିଏ ସ୍ଥାନରେ ବେଶୀ ସମୟ ରହୁନଥିଲେ। ତ ଯେଉଁ ବୈଦିକ ଯୁଗ ଦୁଇ ଭାଗରେ ବିଭକ୍ତ ହେଲା, ଗୋଟେ ଆଦି ବୈଦିକ ଯୁଗ ଗୋଟେ ପରବର୍ତ୍ତୀ ବୈଦିକ ଯୁଗ। ତ ସେଥିମଧ୍ୟରୁ ଆଦି ବୈଦିକ ଯୁଗର ଲୋକମାନେ କ'ଣ କରୁଥିଲେ ଯାଯାବର ଭାବରେ ଜୀବନଯାପନ କରୁଥିଲେ। ସେମାନେ କୌଣସି ନିର୍ଦ୍ଦିଷ୍ଟ ଜାଗାରେ ସ୍ଥାୟୀ ହୋଇ ବସବାସ କରୁନଥିଲେ, ଯାହାଦ୍ୱାରା କି ତାଙ୍କର କୌଣସି ପ୍ରକାର ବିଶେଷ ପ୍ରମାଣ ଆମକୁ ମିଳିନଥାଏ। ଗୋପାଳନ ସେମାନଙ୍କର ମୁଖ୍ୟ ଜୀବିକା ଥିଲା। ଏହା ସହ ସେମାନେ ଘୋଡ଼ା, ମେଘ ଓ ଛେଳି ମଧ୍ୟ ପାଳନ କରୁଥିଲେ। ତ ଆଦି ବୈଦିକ ଯୁଗର ଲୋକମାନେ କେଉଁ ଜୀବ ପାଳନ କରୁଥିଲେ ଆନ୍ସର୍ ହେବ ଘୋଡ଼ା, ମେଘ, ଛେଳି। ସାଧାରଣ କୃଷି ମଧ୍ୟରେ ପ୍ରଚଳିତ ଥିଲା। ପରିବାର ବା କୁଳ, ଗ୍ରାମ ଏବଂ ଗ୍ରାମଠାରୁ ବୃହତ୍ତମ ଅଞ୍ଚଳ, ଜନ, ଏହିପରି ସାମାଜିକ ସ୍ତରରେ ବୈଦିକ ସମାଜ ବିଭକ୍ତ ହୋଇଥିଲା। ତ ବୈଦିକ ସମୟରେ କ'ଣ ଦେଖିବାକୁ ମିଳୁଥିଲା ପରିବାର ବା କୁଳ, ଅର୍ଥାତ୍ ସେ ସମୟରେ ପରିବାରରେ ଲୋକେ ରହୁଥିଲେ। ଗ୍ରାମ ଏବଂ ଗ୍ରାମଠାରୁ ବୃହତ ହେଲା ଅଞ୍ଚଳ ବା ଜନ। ଗାଁ ବି ରହିଥିଲା, ଗାଁଠାରୁ ବଡ଼ ହେଲା ଅଞ୍ଚଳ ବା ଜନ ମଧ୍ୟ ହୋଇଥିଲା। ଅର୍ଥାତ୍ କିଛିଟା ପରିବାରକୁ କୁହାଯାଉଥିଲା କୁଳ, କିଛିଟା କୁଳ ବା ପରିବାରକୁ ନେଇ ଗଠନ କରାଯାଇଥିଲା ଗ୍ରାମ ଏବଂ କିଛିଟା ଗ୍ରାମକୁ ନେଇ ଗଠନ କରାଯାଇଥିଲା ଜନ। ସେତେବେଳେ କୌଣସି ଜାତି ପ୍ରଥା ନଥିଲା। ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଯେ ଆଦି ବୈଦିକ ଯୁଗରେ କୌଣସି ପ୍ରକାର ଜାତି ପ୍ରଥା ନଥିଲା। ରାଷ୍ଟ୍ରର ମୁଖ୍ୟଙ୍କୁ ରାଜା କୁହାଯାଉଥିଲା। ଆଦି ବୈଦିକ ଯୁଗରେ ରାଷ୍ଟ୍ରର ମୁଖ୍ୟଙ୍କୁ ରାଜା କୁହାଯାଉଥିଲା। ଏହାଛଡ଼ା ଲୋକମାନଙ୍କର ଅନୁଷ୍ଠାନ ଯଥା ସଭା ଏବଂ ସମିତି ଲୋକତାନ୍ତ୍ରିକ ପ୍ରଣାଳୀରେ ସମାଜରେ ଏକ ମୁଖ୍ୟ ଭୂମିକା ରହିଥିଲା। ସେତେବେଳେ ବହୁ ପ୍ରକାରର ଦେବାଦେବୀ ପୂଜିତ ହେଉଥିଲେ, ତନ୍ମଧ୍ୟରୁ ଇନ୍ଦ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲେ। ତ ବର୍ତ୍ତମାନ ମଧ୍ୟ ଆମର ହିନ୍ଦୁ ସଂସ୍କୃତି ବା ହିନ୍ଦୁ ସଭ୍ୟତାରେ ଅନେକ ଦେବାଦେବୀଙ୍କୁ ପୂଜା କରାଯାଏ, 56 କୋଟି ଦେବତାଙ୍କୁ ପୂଜା କରାଯାଏ। ତ ଏଇଟା ସେଇ ଆଦି ବୈଦିକ ଯୁଗ କାଳରୁ ହିଁ ରହିଛି ଆଉ ତାଙ୍କ ମଧ୍ୟରୁ ଗୋଟେ ଫେମସ୍ ଦେବତା ହେଉଛନ୍ତି ଇନ୍ଦ୍ର। ପରବର୍ତ୍ତୀ ବୈଦିକ କାଳରେ ଆର୍ଯ୍ୟ ସମ୍ପ୍ରଦାୟ ପୂର୍ବମୁଖୀ ଯଥା ଗାଙ୍ଗେୟ କ୍ଷେତ୍ର, ଦୋଆବ ଏବଂ ଉଚ୍ଚ ଗାଙ୍ଗେୟ ସମତଳ ଭୂମି ଅଭିମୁଖୀ ଗତି କରୁଥିବା ଲକ୍ଷ୍ୟ କରାଯାଏ। ସେହି କାଳର ଶେଷ ଆଡ଼କୁ 3ଟି ପ୍ରମୁଖ ରାଜ୍ୟ କାଶୀ, କୋଶଳ ଏବଂ ବିଦେହ ଏହାର ସୁଦୂର ପୂର୍ବରେ ଗଢ଼ି ଉଠିଥିଲା। ତ 3ଟା ମୁଖ୍ୟ ରାଜ୍ୟ ବିଷୟରେ ସେ ସମୟରେ ଜଣାପଡ଼ୁଛି, ଯେମିତି କାଶୀ, କୋଶଳ ଓ ବିଦେହ। ଏହି ସମୟରେ କୃଷି ଲୋକମାନଙ୍କର ପ୍ରଧାନ ଜୀବିକା ଥିଲା ଏବଂ ସେମାନେ ଧାନ, ଗହମ, ଆଖୁ ଇତ୍ୟାଦି ବିଭିନ୍ନ ଫସଲ ଉତ୍ପାଦନ କରୁଥିଲେ। ଲୋକମାନେ ଏକ ସ୍ଥାୟୀ ଗ୍ରାମ୍ୟ ଜୀବନ ଅତିବାହିତ କରୁଥିଲେ। ଶିଳ୍ପ ବିଦ୍ୟା ମଧ୍ୟ ବୃଦ୍ଧି ପାଇଥିଲା ଏବଂ ଲୌହ ନିର୍ମିତ ଅସ୍ତ୍ରଶସ୍ତ୍ର ଅନ୍ୟ ସରଞ୍ଜାମ ମଧ୍ୟ ବ୍ୟବହୃତ ହେଉଥିଲା। ଜାତିପ୍ରଥା ସୃଷ୍ଟି ହୋଇ 4ଟି ବର୍ଣ୍ଣ ଯଥା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ପ୍ରଭୃତିରେ ବିଭକ୍ତ ହୋଇଥିଲା। ରାଜା ତଥା ତାଙ୍କର ଅନୁଗାମୀମାନଙ୍କର ଶକ୍ତି ବୃଦ୍ଧି ପାଇ ଯାଗଯଜ୍ଞ, ବଳି ପ୍ରଥା ବ୍ୟାପକ ହେଲା। ଇନ୍ଦ୍ର ଦେବତାଙ୍କ ପ୍ରାଧାନ୍ୟ ହ୍ରାସ ପାଇଲା ଏବଂ ବିଭିନ୍ନ ନୂଆ ଦେବତାଙ୍କ ମଧ୍ୟରେ ପ୍ରଜାପତି ବିଶେଷ ପ୍ରସିଦ୍ଧି ଲାଭ କଲେ। ଏହି ଯୁଗର ଶେଷ ଭାଗରେ ବଳି ଓ ଦାନ ପ୍ରଥାର ବିରୋଧର ଆଭାସ ବିଶେଷ କରି ଉପନିଷଦରେ ଲକ୍ଷ୍ୟ କରାଯାଏ। ଅର୍ଥାତ୍ ବର୍ତ୍ତମାନ ଯୁଗରେ ଯେଉଁ ଚାଲୁଛି ବା ଏହାକୁ ବର୍ତ୍ତମାନ ବିରୋଧ ବି କରାଗଲାଣି ବଳି ଓ ଦାନ ପ୍ରଥାକୁ। ତ ବଳି ଓ ଦାନ ପ୍ରଥାକୁ ମଧ୍ୟ ଆଦି ବୈଦିକ ଯୁଗରେ ମଧ୍ୟ ବିରୋଧ କରାଯାଇଥିବାର କିଛି ପ୍ରମାଣ ବା ଉପନିଷଦରେ ଲକ୍ଷ୍ୟ କରାଯାଏ। ନେକ୍ସଟ ଆମେ ଦେଖିବା ପରବର୍ତ୍ତୀ ବୈଦିକ ଯୁଗ। ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ ଉତ୍ତର ଓ ପୂର୍ବ ଭାରତରେ ମହାଜନପଦ ନାମକ ଅନେକ ଗୁଡ଼ିଏ ବୃହତ୍ ରାଜ୍ୟମାନଙ୍କର ଉତ୍ପତ୍ତି ଘଟିଥିଲା। ସେଭଳି 16ଟି ରାଜ୍ୟ ଥିଲା ଯାହାକୁ ଷୋଡ଼ଶ ମହାଜନପଦ କୁହାଯାଏ। ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଯେ ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ ଉତ୍ତର ପୂର୍ବ ଭାରତରେ କ'ଣ ମହାଜନପଦ ଅନେକ ଗୁଡ଼ିଏ ବୃହତ୍ ରାଜ୍ୟମାନଙ୍କର ଉତ୍ପତ୍ତି ହୋଇଥିଲା ଆଉ ସେ ସମୟରେ 16ଟି ରାଜ୍ୟ ଥିଲା।
ପରବର୍ତ୍ତୀ ବୈଦିକ ଯୁଗରେ ମାତ୍ର ଆଦି ବୈଦିକ ଯୁଗରେ 3ଟି ମୁଖ୍ୟ ରାଜ୍ୟ ଥିଲା କାଶୀ, କୋଶଳ ଓ ବିଦେହ। ତିନିଟି ମୁଖ୍ୟ ରାଜ୍ୟ ଥିଲା, ସେଟା ହେଲା କାଶୀ, କୋଶଳ ଓ ବିଦେହ। ମାତ୍ର ପରବର୍ତ୍ତୀ ବୈଦିକ ଯୁଗରେ କ'ଣ ହେଉଛି, 16ଟି ରାଜ୍ୟ ଥିଲା, ଯାହାକି 16 ମହାଜନପଦ ମଧ୍ୟ ତାକୁ କୁହାଯାଉଥିଲା। ସେଗୁଡ଼ିକ ହେଲା, ସେଇ 16ଟି ରାଜ୍ୟ ହେଲା ଅଙ୍ଗ, ମଗଧ, ବ୍ରଜ, କାଶୀ, କୋଶଳ, ମଲ୍ଲ, କୁରୁ, ପାଞ୍ଚାଳ, ବତ୍ସ, ଅବନ୍ତୀ, କମ୍ବୋଜ, ଗାନ୍ଧାର, ଅସ୍ପକ, ଚେଦି, ମତ୍ସ୍ୟ ଓ ସୁରସେନ। ନିହାତି ମନେ ରଖିବାକୁ ଚେଷ୍ଟା କରିବେ। ସେହି ସମୟରେ ପରବର୍ତ୍ତୀ ବୈଦିକ ଯୁଗରେ 16ଟି ରାଜ୍ୟ ବା ମହାଜନପଦ ରହିଥିଲା ଏବଂ ତାକୁ 16 ମହାଜନପଦ କୁହାଯାଉଥିଲା। ସେହି 16 ମହାଜନପଦ ହେଲା ଅଙ୍ଗ, ମଗଧ, ବ୍ରଜ, କାଶୀ, କୋଶଳ, ମଲ୍ଲ, କୁରୁ, ପାଞ୍ଚାଳ, ବତ୍ସ, ଅବନ୍ତୀ, କମ୍ବୋଜ, ଗାନ୍ଧାର, ଅସ୍ପାକ, ଚେଦି, ମତ୍ସ୍ୟ ଓ ସୁରସେନ। ଅବନ୍ତୀ ଅଧିକ, ସେଇ 16 ଯେଉଁ ମହାଜନପଦ ଥିଲା ସେମାନଙ୍କ ମଧ୍ୟରେ ଅବନ୍ତୀ ଅଧିକ ଶକ୍ତିଶାଳୀ ଥିଲା, ଏଇଟା ମନେ ରଖିବେ। କୃଷିର ବିସ୍ତାର, ବାଣିଜ୍ୟିକ ଏବଂ ଅଧିକ ଉନ୍ନତି, ରାଜ୍ୟଗୁଡ଼ିକର ଉତ୍ଥାନ ଓ ସହରୀକରଣ ପ୍ରାରମ୍ଭ ଦ୍ୱାରା ସମୟରେ ଏକ ନୂତନ ଶକ୍ତିର ଅଭ୍ୟୁଦୟ ହୋଇଥିଲା। ତ ସେହି ସମୟରେ କ'ଣ କୃଷିର ବିସ୍ତାର ହୋଇଥିଲା, ବାଣିଜ୍ୟ ବେପାର ମଧ୍ୟ ଲୋକ କରୁଥିଲେ, ଔଦ୍ୟୋଗିକ ଉନ୍ନତି ମଧ୍ୟ ହୋଇଥିଲା। ତ ଏହା ଉପରେ ହିଁ ରାଜ୍ୟର ଡେଭଲପମେଣ୍ଟ ବା ସହରୀକରଣ ନିର୍ଭର କରୁଥିଲା। ଏଭଳି ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀ ସାମାଜିକ ରାଜନୈତିକ ପରିବର୍ତ୍ତନ ଏକ ଯୁଗ ଥିଲା। ଲୋକମାନେ ବ୍ରାହ୍ମଣ୍ୟବାଦ ଓ ବୈଦିକ ରୀତି ପ୍ରତି ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେହି ସମୟରେ ବିଭିନ୍ନ ଧର୍ମ ସମ୍ପ୍ରଦାୟର ଅଭ୍ୟୁଦୟ ଘଟିଥିଲା। ତନ୍ମଧ୍ୟରୁ ଜୈନ ଧର୍ମ ଓ ବୁଦ୍ଧ ଧର୍ମ ପ୍ରଧାନ ଥିଲା। ତ ପରବର୍ତ୍ତୀ ବୈଦିକ ଯୁଗରେ ହିଁ ଜୈନ ଧର୍ମ ଓ ବୌଦ୍ଧ ଧର୍ମର ଅଭ୍ୟୁଦୟ ଘଟିଥିଲା, ଯେଉଁଟାକି ଆମେ ଆଗକୁ ପଢ଼ିବା ହିଷ୍ଟ୍ରିରେ। ଆଉ ସେହି ସମୟରେ ଲୋକମାନଙ୍କ ଭିତରେ ବ୍ରାହ୍ମଣବାଦ ଓ ବୈଦିକ ରୀତିନୀତି କ'ଣ କଠୋର ହେବାକୁ ଆରମ୍ଭ ହୋଇଥିବାରୁ ଲୋକମାନେ ତା ପ୍ରତି ଅସନ୍ତୋଷ ବ୍ୟକ୍ତ କରୁଥିଲେ। ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଗୌତମ ବୁଦ୍ଧ ଖ୍ରୀଷ୍ଟପୂର୍ବ 563ରେ ଭାରତ ନେପାଳ ସୀମାବର୍ତ୍ତୀ ଲୁମ୍ବିନୀଠାରେ ଜନ୍ମଗ୍ରହଣ କରିଥିଲେ। ଏଇଟା କ୍ୱେଶ୍ଚିନ୍ ଆସେ କି ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଗୌତମ ବୁଦ୍ଧ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ। ତ ଆନ୍ସର୍ ହେବ ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଗୌତମ ବୁଦ୍ଧ ଖ୍ରୀଷ୍ଟପୂର୍ବ 563ରେ ଭାରତ ନେପାଳ ସୀମାବର୍ତ୍ତୀ ଲୁମ୍ବିନୀଠାରେ ଜନ୍ମଗ୍ରହଣ କରିଥିଲେ। ସେ କପିଳାବସ୍ତୁର ଶାକ୍ୟ କୁଳର ମୁଖ୍ୟ ଶୁଦ୍ଧୋଧନଙ୍କ ପୁତ୍ର ଥିଲେ। ତ କ୍ୱେଶ୍ଚିନ୍ ଆସେ କି ଗୌତମ ବୁଦ୍ଧ କେଉଁ କୁଳରେ ଜନ୍ମଗ୍ରହଣ କରିଥିଲେ। ସେ କପିଳାବସ୍ତୁର ଶାକ୍ୟ କୁଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଶୁଦ୍ଧୋଧନ। ନେକ୍ସଟ, ସେ 29 ବର୍ଷ ବୟସରେ ଗୃହତ୍ୟାଗ କରି ବୋଧଗୟାର ଏକ ପିପଳ ବୃକ୍ଷ ତଳେ ବୁଦ୍ଧତ୍ୱ ବା ଜ୍ଞାନ ପ୍ରାପ୍ତ ହୋଇଥିଲା। ତ କ୍ୱେଶ୍ଚିନ୍ ଆସିବ ଗୌତମ ବୁଦ୍ଧ କେତେ ବର୍ଷ ବୟସରେ ଗୃହତ୍ୟାଗ କରିଥିଲେ। ଆନ୍ସର୍ ହେବ ଗୌତମ ବୁଦ୍ଧ 29 ବର୍ଷ ବୟସରେ ଗୃହତ୍ୟାଗ କରିଥିଲେ ଏବଂ ଏକ ପିପଳ ବୃକ୍ଷ ତଳେ ବୁଦ୍ଧତ୍ୱ ବା ଜ୍ଞାନ ପ୍ରାପ୍ତ କରିଥିଲେ। ଏବଂ ଏହି ପିପଳ ବୃକ୍ଷଟି କେଉଁଠି ଅଛି? ବୋଧଗୟାରେ ଏହା ଅବସ୍ଥିତ। ସେ ବାରାଣାସୀ ନିକଟସ୍ଥ ସାରନାଥଠାରେ ତାଙ୍କର ପ୍ରଥମ ଉପଦେଶ ପ୍ରଦାନ କରିଥିଲେ। ତ ଏବେ କ୍ୱେଶ୍ଚିନ୍ ଆସେ କି ଗୌତମ ବୁଦ୍ଧ କେଉଁଠି ତାଙ୍କର ପ୍ରଥମ ଉପଦେଶ ପ୍ରଦାନ କରିଥିଲେ। ତ ଆନ୍ସର୍ ହେବ ଗୌତମ ବୁଦ୍ଧ ତାଙ୍କର ପ୍ରଥମ ଉପଦେଶ ବାରାଣାସୀ ନିକଟସ୍ଥ ସାରନାଥଠାରେ ପ୍ରଦାନ କରିଥିଲେ। ତାଙ୍କର ପ୍ରଥମ ଉପଦେଶ ମଧ୍ୟରେ 4 ଆର୍ଯ୍ୟ ସତ ଓ ଅଷ୍ଟାଙ୍ଗିକ ମୁଖ୍ୟ ଅଟେ। ତ କ୍ୱେଶ୍ଚିନ୍ ଆସିବ 4 ଆର୍ଯ୍ୟ ସତ ଓ ଅଷ୍ଟାଙ୍ଗିକ କେଉଁ ଧର୍ମ ସହିତ ଜଡ଼ିତ? ତ ଆନ୍ସର୍ ହେବ 4 ଆର୍ଯ୍ୟ ସତ୍ୟ ଓ ଅଷ୍ଟାଙ୍ଗିକ ମାର୍ଗ ବୌଦ୍ଧ ଧର୍ମ ସହିତ ଜଡ଼ିତ, ଯେଉଁଟାକି ଗୌତମ ବୁଦ୍ଧ ଦେଇଥିଲେ। ନେକ୍ସଟ ଆମେ ଆଗକୁ ପଢ଼ିବା ବୁଦ୍ଧଙ୍କ ମତରେ ସଂସାର ଦୁଃଖପୂର୍ଣ୍ଣ।
ପ୍ରଥମ। ଦ୍ୱିତୀୟ ହେଲା କାମନା ବା ତୃଷ୍ଣା ହେଉଛି ଦୁଃଖର କାରଣ। ତୃତୀୟ ହେଲା କାମନାର ବିନାଶରେ ଦୁଃଖର ବିନାଶ। ଚତୁର୍ଥ ହେଲା ଅଷ୍ଟାଙ୍ଗ ମାର୍ଗ ଅନୁସରଣରେ ଦୁଃଖର ବିନାଶ ହୁଏ। ତ ସେ ଯେଉଁ 4 ଆର୍ଯ୍ୟ ସତ୍ୟ ଦେଇଥିଲେ ସେଇଟା ହେଲା, ପ୍ରଥମଟା ହେଲା ସଂସାର ହେଉଛି ଦୁଃଖପୂର୍ଣ୍ଣ। ତାଙ୍କ କହିବା ଅନୁସାରେ ଏ ସଂସାରରେ ସୁଖ ନାହିଁ, ସଂସାରଟା ଦୁଃଖପୂର୍ଣ୍ଣ। 2 ନମ୍ବର ସେ କହୁଛନ୍ତି ଯେ ସଂସାର ଯେଉଁ ଦୁଃଖପୂର୍ଣ୍ଣ ତାର କାରଣ ହେଉଛି କାମନା ବା ତୃଷ୍ଣା। ଆମ ଭିତରେ ଯେଉଁ କାମନା ବା ତୃଷ୍ଣା ରହିଛି ଏଥିପାଇଁ ଆମେ ଦୁଃଖ ଅନୁଭବ କରୁଛେ। ତୃତୀୟଟି ହେଲା କାମନାର ବିନାଶରେ ଦୁଃଖର ବିନାଶ। ତାଙ୍କ କହିବା ଅନୁସାରେ ଆମେ ଯଦି ଆମ ମନ ଭିତରୁ କାମନା ବା ତୃଷ୍ଣା ଭାବନାକୁ ଛାଡ଼ିଦେବା, ତ୍ୟାଗ କରିଦେବା, ତାହେଲେ ଆମ ମନରୁ ଦୁଃଖର ବିନାଶ ହେଇଯିବ। ଚତୁର୍ଥ ହେଲା ଅଷ୍ଟାଙ୍ଗ ମାର୍ଗ ଅନୁସରଣରେ ଦୁଃଖର ବିନାଶ ହୁଏ। ସେ କହୁଛନ୍ତି ତାଙ୍କ ଦ୍ୱାରା ପ୍ରଦତ୍ତ ଅଷ୍ଟାଙ୍ଗ ମାର୍ଗ ଯଦି ଆପଣ ଅନୁସରଣ କରିବେ ତାହେଲେ ଆପଣଙ୍କ ଜୀବନରୁ ଦୁଃଖର ବିନାଶ ହେବ। ସେ ଅଷ୍ଟାଙ୍ଗ ମାର୍ଗକୁ ଏବେ ଆମେ ଦେଖିବା କ'ଣ ରହିଛି 8ଟା ମାର୍ଗ। ତ ପ୍ରଥମ ହେଲା ସମ୍ୟକ୍ ଦୃଷ୍ଟି, ଦ୍ୱିତୀୟ ହେଲା ସମ୍ୟକ୍ ସଂକଳ୍ପ, ତୃତୀୟ ହେଲା ସମ୍ୟକ୍ ବାକ୍ୟ, ଚତୁର୍ଥ ହେଲା ସମ୍ୟକ୍ କର୍ମ, ପଞ୍ଚମ ହେଲା ସମ୍ୟକ୍ ଜୀବିକା, ଷଷ୍ଠ ହେଲା ସମ୍ୟକ୍ ଉଦ୍ୟମ, ସପ୍ତମ ହେଲା ସମ୍ୟକ୍ ସ୍ମୃତି, ଅଷ୍ଟମ ହେଲା ସମ୍ୟକ୍ ଧ୍ୟାନ। ତ ଆମେ ଦେଖିଲେ 8ଟି ମାର୍ଗ, ଯେମିତି ସମ୍ୟକ୍ ଦୃଷ୍ଟି ଅର୍ଥାତ୍ ଆମର ଦୃଷ୍ଟିଭଙ୍ଗୀ ବା ଦୃଷ୍ଟିଟା ସଦାବେଳେ ସକାରାତ୍ମକ ରହିବା ଦରକାର, ନା କି ନକାରାତ୍ମକ ରଖିବା। ସମ୍ୟକ୍ ସଂକଳ୍ପ ଅର୍ଥ ହେଲା ଆମେ ଯାହା ବି ସଂକଳ୍ପ କରିବା ତାକୁ ଆମେ ପୂରଣ କରିବାକୁ ସବୁବେଳେ ଚେଷ୍ଟା କରିବା। ସମ୍ୟକ୍ ବାକ୍ୟ ମାନେ ଯାହା ବି ଆମେ କହିବା ଭାବି ଚିନ୍ତି କହିବା, ସବୁବେଳେ ସତ କହିବାକୁ ଚେଷ୍ଟା କରିବା, ମିଛ କେବେ କହିବା ନାହିଁ। ତାପରେ ହେଲା ସମ୍ୟକ୍ କର୍ମ। ସମ୍ୟକ୍ କର୍ମ ମାନେ ହେଲା ଯାହା ବି କରିବା ଭଲ କାମ କରିବା, ସମାଜର ଉଚିତ ବା ସମାଜର ମଙ୍ଗଳ ପାଇଁ କାମ କରିବା, ଏହି ନେଇକି କୌଣସି ପ୍ରକାର ଭୁଲ କାମ କରିବା। ସମ୍ୟକ୍ ଜୀବିକା। ସମ୍ୟକ୍ ଜୀବିକା ମାନେ ଅହିଂସାକୁ ପରମ ଧର୍ମ ବୋଲି ଭାବିବା। ଆମେ ଏମିତି କୌଣସି କାମ କରିବାନି ବା କୌଣସି ଏମିତି ବୃତ୍ତି କରିବାନି ଯାହାଦ୍ୱାରା କି ଅନ୍ୟମାନଙ୍କର କିଛି କ୍ଷତି ହେବ। ଯେମିତିକି ଧରିନିଅ ଏବେ ଆମେ ମାଂସ କାଟୁଛି, ପ୍ରାୟ ସବୁ ଜାଗାରେ ମାଛ କଟା ହେଉଛି, ମାଂସ କଟା ହେଉଛି, ଛେଳିମାନଙ୍କୁ ମରା ହେଉଛି କି କୁକୁଡ଼ାମାନଙ୍କୁ ମରା ହେଉଛି। ଏସବୁ ତା'ମାନେ ବୁଦ୍ଧଙ୍କ ହିସାବରେ ଏସବୁ ଭୁଲ। ଆମର ଯେମିତି ବଞ୍ଚିବା ଅଧିକାର ରହିଛି, ସେ ଯେଉଁମାନଙ୍କ ମଧ୍ୟ ବଞ୍ଚିବା ଅଧିକାର ରହିଛି। ତ ସମ୍ୟକ୍ ଜୀବିକାରେ ଆମେ କ'ଣ ସେସବୁକୁ ତ୍ୟାଗ କରିବା ଦରକାର। ତାପରେ ହେଲା ସମ୍ୟକ୍ ଉଦ୍ୟମ। ସବୁବେଳେ ଆମେ କ'ଣ ଭଲ କାମ କରିବାକୁ ଚେଷ୍ଟା କରିବା ଦରକାର। ସମ୍ୟକ୍ ସ୍ମୃତି। ନିଜର ମନରେ ବା ନିଜ ଚିନ୍ତାରେ ସବୁବେଳେ କ'ଣ ଭଲ ଚିନ୍ତା ରଖିଥିବା ବା ଯାହା ବି ଆମ କରୁଛେ ଭଲ କାମ କରିଥିବା, ଭଲ ଭାବୁଥିବା, ଆମ ଜୀବନଶୈଳୀକୁ ଆମେ ଚେଷ୍ଟା କରିବା ଭଲ କରିବା ପାଇଁ, ଯାହାଦ୍ୱାରା ଆମ ସ୍ମୃତି ବି କ'ଣ ସମ୍ୟକ୍ ରହିବ ବା ଠିକ୍ ରହିବ। ତାପରେ ହେଲା ସମ୍ୟକ୍ ଧ୍ୟାନ। ତ ଆମ ମନ ଭିତରେ ଏକାଗ୍ରତା ରହିବା ଦରକାର, ଯାହା ବି କରୁଛେ ଆମେ ଏକ ମନ ଏକ ଧ୍ୟାନରେ କରିବା ଦରକାର। ତ ଏଇ ହେଲା ସେ 8ଟା ମାର୍ଗ। ଏହା ଗୌତମ ବୁଦ୍ଧ ମଧ୍ୟମ ମାର୍ଗ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି, ଯାହା ଅତ୍ୟଧିକ ବିଳାସ ବ୍ୟସନ ଓ କଠୋର ସନ୍ନ୍ୟାସ ମାର୍ଗଠାରୁ ଦୂରରେ ଥିଲା। ସେ ତାଙ୍କର ଅନୁଗାମୀମାନଙ୍କ ପାଇଁ ଏକ ନୈତିକ ଆଚରଣ ବିଧି ଯଥା ଅହିଂସା ପାଳନ କରିବା, ଚୋରି ନ କରିବା ପ୍ରଭୃତି ନିୟମ ପ୍ରଣୟନ କରିଥିଲେ। ସେ 80 ବର୍ଷ ବୟସରେ ଖ୍ରୀଷ୍ଟପୂର୍ବ 483ରେ ଉତ୍ତର ପ୍ରଦେଶସ୍ଥିତ କୁଶିନରାଠାରେ ନିର୍ବାଣ ବା ଦେହତ୍ୟାଗ ପ୍ରାପ୍ତ କରିଥିଲେ। ତ କ୍ୱେଶ୍ଚନ୍ ଆସେ ଗୌତମ ବୁଦ୍ଧ କେତେ ବର୍ଷ ବୟସରେ ଏବଂ କେଉଁଠାରେ ଏବଂ କେବେ ଦେହତ୍ୟାଗ କରିଥିଲେ? ତ ଏହାର ଆନ୍ସର୍ ହେବ ଗୌତମ ବୁଦ୍ଧ 80 ବର୍ଷ ବୟସରେ ଖ୍ରୀଷ୍ଟପୂର୍ବ 483ରେ ଉତ୍ତର ପ୍ରଦେଶସ୍ଥିତ କୁଶିନରାଠାରେ ନିର୍ବାଣ ବା ଦେହତ୍ୟାଗ କରିଥିଲେ। ତାଙ୍କର ଦେହତ୍ୟାଗ ବା ମୃତ୍ୟୁବରଣକୁ ନିର୍ବାଣ ପ୍ରାପ୍ତି ବୋଲି କୁହାଯାଇଥାଏ। ନେକ୍ସଟ ଆମେ ଯିବା। ପ୍ରଥମ ତୀର୍ଥଙ୍କର ଋଷଭନାଥ ଜୈନ ଧର୍ମର ପ୍ରବର୍ତ୍ତକ ଥିଲେ। ଏବେ ସରିଲା ଆମର ବୌଦ୍ଧ ଧର୍ମ, ଏବେ ଆସିଲା ଜୈନ ଧର୍ମ। ତ ଜୈନ ଧର୍ମର ପ୍ରଥମ ପ୍ରବର୍ତ୍ତକ ହେଲେ ଋଷଭନାଥ। ତ ବୌଦ୍ଧ ଧର୍ମ ଓ ଜୈନ ଧର୍ମ ପାଖାପାଖି କିଛି ମାତ୍ରାରେ ସମାନ ରହିଥାଏ, ପାଖାପାଖି କିଛି ମାତ୍ରାରେ ସେମ୍ ରହିଥାଏ। ଏହି ସମ୍ପ୍ରଦାୟର ତୀର୍ଥଙ୍କର ବର୍ଦ୍ଧମାନ, ମହାବୀର, ପାର୍ଶ୍ୱନାଥ 23ତମ ତୀର୍ଥଙ୍କର ଥିଲେ।
ତ ଜୈନ ଧର୍ମର ପ୍ରବର୍ତ୍ତକ ବର୍ଦ୍ଧମାନ ମହାବୀର ବା ଜୈନ ସେ 23ତମ ତୀର୍ଥଙ୍କର ଥିଲେ। ତ ଏଠି କ୍ୱେଶ୍ଚନ୍ ଆସିପାରେ କି ଜୈନ ଧର୍ମର ପ୍ରଥମ ପ୍ରବର୍ତ୍ତକ କିଏ? ତ ଆନ୍ସର୍ ହେବ ଋଷଭନାଥ। ଠିକ୍ ସେପରି ମହାବୀର ଜୈନ ଧର୍ମର କେତେ ନମ ତୀର୍ଥଙ୍କର? ତ ମହାବୀର ଜୈନ ହେଲେ ଜୈନ ଧର୍ମର 24ତମ ତୀର୍ଥଙ୍କର। ତାଙ୍କ ପୂର୍ବରୁ ଥିଲେ ପାର୍ଶ୍ୱନାଥ ଏବଂ ପାର୍ଶ୍ୱନାଥ ହେଉଛନ୍ତି 23ତମ ତୀର୍ଥଙ୍କର। ମହାବୀର ଖ୍ରୀଷ୍ଟପୂର୍ବ 540ରେ ବୈଶାଳୀ ବା ବିହାର ନିକଟସ୍ଥ କୁଣ୍ଡ ଗ୍ରାମଠାରେ ଜନ୍ମଗ୍ରହଣ କରିଥିଲେ। ତ କ୍ୱେଶ୍ଚନ୍ ଆସିବ କି ମହାବୀର କେବେ ଏବଂ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ତ ମହାବୀର ଖ୍ରୀଷ୍ଟପୂର୍ବ 540ରେ ବୈଶାଳୀ, ଯେଉଁଟାକି ବିହାରରେ ଅବସ୍ଥିତ ବୈଶାଳୀ ନିକଟସ୍ଥ କୁଣ୍ଡ ଗ୍ରାମଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା କ୍ଷତ୍ରିୟ ଜ୍ଞାତ୍ରିକ ସମ୍ପ୍ରଦାୟର ମୁଖ୍ୟ ଥିଲେ। ମହାବୀର 30 ବର୍ଷ ବୟସରେ ସନ୍ନ୍ୟାସ ଗ୍ରହଣ କରିଥିଲେ। କ୍ୱେଶ୍ଚନ୍ ଆସିବ ମହାବୀର କେତେ ବର୍ଷ ବୟସରେ ସନ୍ନ୍ୟାସ ଗ୍ରହଣ କରିଥିଲେ? 30 ବର୍ଷ ବୟସରେ। ସେ 42 ବର୍ଷ ବୟସରେ ଦିବ୍ୟଜ୍ଞାନ ପ୍ରାପ୍ତ ହୋଇଥିଲା। ମହାବୀର କେବେ 42 ଅର୍ଥାତ୍ 12 ବର୍ଷ ଯାଏଁ ସେ ତପସ୍ୟା କରିଥିଲେ। 42 ବର୍ଷ ବୟସରେ ଦିବ୍ୟଜ୍ଞାନ ପ୍ରାପ୍ତ ହୋଇଥିଲା। ସେ 30 ବର୍ଷ ବୟସ ପର୍ଯ୍ୟନ୍ତ ନିଜର ମତ ପ୍ରଚାର କରି ଖ୍ରୀଷ୍ଟପୂର୍ବ 486ରେ ରାଜଗୃହ ନିକଟସ୍ଥ ପାବାପୁରୀ ନାମକ ସ୍ଥାନରେ ଦେହତ୍ୟାଗ କରିଥିଲେ। ତ ମହାବୀର ଜୈନ ସେ କ'ଣ କରିଥିଲେ? 30 ବର୍ଷ ବୟସ ପର୍ଯ୍ୟନ୍ତ ନିଜର ମତ ପ୍ରଚାର ବା ବାଣୀକୁ ପ୍ରଚାର କରିଥିଲେ। ଅର୍ଥାତ୍ 42 ବର୍ଷ ବୟସରେ ଦିବ୍ୟଜ୍ଞାନ ପ୍ରାପ୍ତ କଲେ, ତାପରେ ସେ 30 ବର୍ଷ ଯାଏ ନିଜର ଧର୍ମବାଣୀ ପ୍ରଚାର କଲେ। ଯେଉଁଟା ତାହେଲେ ତାଙ୍କୁ କେତେ ବର୍ଷ ମୃତ୍ୟୁ କଲାବେଳେ ତାଙ୍କୁ 72 ବର୍ଷ ହୋଇଯାଇଥିଲା। ତ ଖ୍ରୀଷ୍ଟପୂର୍ବ 486ରେ ସେ ରାଜଗୃହ ନିକଟସ୍ଥ ପାବାପୁରୀ ନାମକ ଏକ ସ୍ଥାନରେ ଦେହତ୍ୟାଗ କରିଥିଲେ। ତ ମହାବୀର ଜୈନଙ୍କୁ ଖ୍ରୀଷ୍ଟପୂର୍ବ 486ରେ ନିର୍ବାଣ ପ୍ରାପ୍ତି ହୋଇଥିଲା। କେଉଁଠି ହେଇଥିଲା? ଏହା ହେଲା ରାଜଗୃହ ନିକଟସ୍ଥ ପାବାପୁରୀ ନାମକ ସ୍ଥାନରେ ତାଙ୍କୁ ନିର୍ବାଣ ପ୍ରାପ୍ତି ହୋଇଥିଲା। ନେକ୍ସଟ ଦେଖିବା, ଜୈନ ଧର୍ମର ସର୍ବୋଚ୍ଚ ସୃଷ୍ଟିକର୍ତ୍ତା ସମ୍ବନ୍ଧରେ ବିଶ୍ୱାସ କରାଯାଉନଥିଲା। ଏହା ଭଗବାନଙ୍କ ଅସ୍ତିତ୍ୱକୁ ସ୍ୱୀକାର କରୁଥିଲା, କିନ୍ତୁ ସେମାନଙ୍କୁ ଜୈନ ଆଚାର୍ଯ୍ୟମାନଙ୍କଠାରୁ ନିମ୍ନରେ ରଖାଯାଇଥିଲା। ସଂସାର ବନ୍ଧନରୁ ମୁକ୍ତି ପାଇବା ଥିଲା ଏହାର ପ୍ରଧାନ ଲକ୍ଷ୍ୟ। ତ ଜୈନ ଧର୍ମର ପ୍ରଧାନ ଲକ୍ଷ୍ୟ ଥିଲା ସଂସାର ବନ୍ଧନରୁ ମୁକ୍ତି ପାଇବା। ବୌଦ୍ଧ ଧର୍ମ ପରି ଏହା ବୈଦିକ ଯୁଗର କଳୁଷିତ ବ୍ରାହ୍ମଣ୍ୟବାଦ ଓ ଅନୁଷ୍ଠାନ ବିଧିବିଧାନକୁ ବିରୋଧ କରୁଥିଲା ଏବଂ କର୍ମ ଓ ପୁନର୍ଜନ୍ମ ତତ୍ତ୍ୱକୁ ଗ୍ରହଣ କରୁଥିଲା। ତ ବୌଦ୍ଧ ଧର୍ମ ପରି ଜୈନ ଧର୍ମ ମଧ୍ୟ ବୈଦିକ ଯୁଗର କଳୁଷିତ ବ୍ରାହ୍ମଣ୍ୟବାଦ ଓ ଅନୁଷ୍ଠାନ ବିଧିବିଧାନକୁ ବିରୋଧ କରୁଥିଲା। ଏହା ବ୍ରାହ୍ମଣ୍ୟବାଦ ଓ ଅନୁଷ୍ଠାନ ବିଧିବିଧାନକୁ ବିରୋଧ କରୁଥିଲା ଏବଂ କର୍ମ ଓ ପୁନର୍ଜନ୍ମ ତତ୍ତ୍ୱକୁ ଗ୍ରହଣ କରୁଥିଲା। ଜୈନ ଧର୍ମର 5ଟି ପ୍ରଧାନ ନିୟମ ଥିଲା। ଯେମିତି ଆମେ ବୌଦ୍ଧ ଧର୍ମ ଦେଖିଥିଲେ 4ଟି ପ୍ରଧାନ ମାର୍ଗ ଥିଲା, ତାପରେ ଅଷ୍ଟମାର୍ଗ ଥିଲା। ମାତ୍ର ଜୈନ ଧର୍ମର 5ଟି ପ୍ରଧାନ ନିୟମ ଥିଲା। ତାହା ହେଲା ଅହିଂସା, ଦ୍ୱିତୀୟ ହେଲା ସତ୍ୟ, ତୃତୀୟରେ ହେଲା ଅଚୌର୍ଯ୍ୟ ବା ଚୋରି ନ କରିବା, ଚତୁର୍ଥରେ ହେଲା ଅପରିଗ୍ରହ, ପଞ୍ଚମ ହେଲା ବ୍ରହ୍ମଚର୍ଯ୍ୟ। ଅହିଂସା ମାନେ କାହାକୁ ହିଂସା ନ କରିବା, ସତ୍ୟ ମାନେ ସବୁବେଳେ ସତ୍ୟ କହିବା, ଅଚୌର୍ଯ୍ୟ ମାନେ ଚୋରି ନ କରିବା, ଅପରିଗ୍ରହ ମାନେ ଯେଉଁଟା ଆମର ଦରକାର ନାହିଁ ତାକୁ ଆମେ କେବେ ବି ଗ୍ରହଣ କରିବା ନାହିଁ ବା ଅତି ମୂଲ୍ୟବାନ ଜିନିଷ କେବେ ବି ଗ୍ରହଣ କରିବା ନାହିଁ, ବ୍ରହ୍ମଚର୍ଯ୍ୟ। ପଞ୍ଚମରେ ହେଲା ବ୍ରହ୍ମଚର୍ଯ୍ୟ, ଅର୍ଥାତ୍ ନିଜର ଯେତିକି ଆବଶ୍ୟକ ସେତିକି ହିଁ କରିବା। ଦେନ୍ ଜୈନ ଧର୍ମର ତ୍ରିରତ୍ନ ମଧ୍ୟ ରହିଥିଲା। ସେଇଟା ହେଲା ସାମ୍ୟକ ଦର୍ଶନ, ସାମ୍ୟକ ଜ୍ଞାନ, ସାମ୍ୟକ ଚରିତ୍ର। ଅର୍ଥାତ୍ ସାମ୍ୟକ ଦର୍ଶନ ମାନେ ନିଜର ଦୃଷ୍ଟିଭଙ୍ଗୀକୁ ସର୍ବଦା ସକାରାତ୍ମକ ରଖିବା। ସମ୍ୟକ ଜ୍ଞାନ ମାନେ ସବୁବେଳେ ଭଲ ଜ୍ଞାନ, ଭଲ ଅନୁଭୂତି ଗ୍ରହଣ କରିବା। ତୃତୀୟ ହେଲା ସାମ୍ୟକ ଚରିତ୍ର ମାନେ ନିଜର ଚରିତ୍ରକୁ ସବୁବେଳେ ଠିକ୍ ରଖିବା। ଏଇଟା ସରିଲା ବୌଦ୍ଧ ଧର୍ମ ଓ ଜୈନ ଧର୍ମ। ଏବେ ଆମେ ଆସିବା ମଧ୍ୟଯୁଗକୁ। ଷ୍ଟାର୍ଟ କରିବା। ମଧ୍ୟଯୁଗରେ ଭାରତର ଇତିହାସ ନାନା ଘଟଣାରେ ପରିପୂର୍ଣ୍ଣ। ଏହି ସମୟର ପ୍ରଧାନ ବୈଶିଷ୍ଟ୍ୟ ଥିଲା ଭାରତରେ ବହୁତ ଛୋଟ ବଡ଼ ରାଜ୍ୟ ଓ ରାଜବଂଶର ପ୍ରତିଷ୍ଠା।
ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ପରେ ତାଙ୍କର ବିଶାଳ ସାମ୍ରାଜ୍ୟ ଖଣ୍ଡ ଖଣ୍ଡ ହୋଇଥିଲା। ତାଙ୍କ ପରେ କୌଣସି ରାଜା ଭାରତବର୍ଷକୁ ଗୋଟିଏ ଶାସନରେ ରଖିପାରିନଥିଲେ। ତ ମଧ୍ୟଯୁଗରେ ଶେଷ ରାଜା ହେଲେ ହର୍ଷବର୍ଦ୍ଧନ, ଯିଏକି ଭାରତକୁ ଏକା କରି ଶାସନ କରୁଥିଲେ। କିନ୍ତୁ ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ପରେ ଭାରତ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଫଳରେ ଏହା ଅନେକ ଛୋଟ ବଡ଼ ଅଞ୍ଚଳରେ ବିଭକ୍ତ ହୋଇଯାଇଥିଲା। ପ୍ରତ୍ୟେକ ଅଞ୍ଚଳ ଜଣେ ଜଣେ ନାୟକଙ୍କ ଅଧୀନରେ ରହିଥିଲା। ସେମାନେ ରାଜପଦବୀ ଧାରଣ କରିଥିଲେ। ଦ୍ୱିତୀୟ ବୈଶିଷ୍ଟ୍ୟ ଥିଲା ଉତ୍ତର ଭାରତ ଓ ଦକ୍ଷିଣ ଭାରତ ମଧ୍ୟରେ ସମ୍ପର୍କ ସ୍ଥାପନ। ମଧ୍ୟଯୁଗର ତୃତୀୟ ବୈଶିଷ୍ଟ୍ୟ ଥିଲା ଭାରତରେ ରାଜପୁତ ଜାତିର ଅଭ୍ୟୁଦୟ। ରାଜପୁତର ଅର୍ଥ ହେଲା ରାଜପୁତ୍ର, ଅର୍ଥାତ୍ ରାଜାଙ୍କର ପୁତ୍ର। ସେମାନେ ପ୍ରାଚୀନ କ୍ଷତ୍ରିୟମାନଙ୍କ ବଂଶଧର ବୋଲି ବିଶ୍ୱାସ କରନ୍ତି। ଅଷ୍ଟମ ଶତାବ୍ଦୀ ଠାରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଦୀର୍ଘ 500 ବର୍ଷ ଧରି ରାଜପୁତମାନେ ଭାରତର ଏକମାତ୍ର ଶକ୍ତି ହୋଇ ରହିଥିଲେ। ତ ରାଜପୁତମାନେ ଅଷ୍ଟମ ଶତାବ୍ଦୀ ଠାରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଦୀର୍ଘ 500 ବର୍ଷ ଧରି ରାଜପୁତମାନେ ଭାରତର ଏକମାତ୍ର ଶକ୍ତି ହୋଇ ରହିଥିଲେ। ସେତେବେଳେ ଭାରତ ଇତିହାସ ଥିଲା ରାଜପୁତ ଜାତିର ଇତିହାସ। ଏଥିପାଇଁ ଏହାକୁ ରାଜପୁତ ଯୁଗ କୁହାଯାଇପାରିବ। କ୍ୱେଶ୍ଚନ୍ ଆସିପାରେ କି ରାଜପୁତ ଯୁଗ କେଉଁ ଶତାବ୍ଦୀରୁ କେଉଁ ଶତାବ୍ଦୀ ଯାଏଁ ଓ କେତେ ବର୍ଷ ଧରି ରହିଥିଲା। ତ ଏହା ଆନ୍ସର୍ ହେବ ଅଷ୍ଟମ ଶତାବ୍ଦୀ ଠାରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଦୀର୍ଘ 500 ବର୍ଷ ଧରି ରାଜପୁତ ଯୁଗ ରହିଥିଲା। ଏହି ରାଜପୁତ ବଂଶ ମଧ୍ୟରୁ 4ଟି ବଂଶ ହେଲା ଦକ୍ଷିଣ ରାଜସ୍ଥାନର ପ୍ରତିହାର ବା ପରିହାର ବଂଶ, ପୂର୍ବ ରାଜସ୍ଥାନର ଚୌହାନ ବଂଶ, ନେକ୍ସଟ ଚାଲୁକ୍ୟ ବଂଶ, ସୋଲାଙ୍କି ଓ ମାଲବାର ପରମାର ପୱାର ବଂଶ ଅନ୍ୟତମ। ତ ରାଜପୁତ ମାନଙ୍କ ଟୋଟାଲ 4ଟି ବଂଶ। ପ୍ରଥମ ହେଲା ପ୍ରତିହାର ବା ପରିହାର ବଂଶ, ତାପରେ ହେଲା ଚୌହାନ ବଂଶ, ଚାଲୁକ୍ୟ ବଂଶ, ସୋଲାଙ୍କି ଓ ମାଲବା ପରମାର ବା ପୱାର ବଂଶ। ତ 4ଟି ବଂଶ ହେଲା ପରିହାର ବା ପ୍ରତିହାର ବଂଶ, ଚୌହାନ ବଂଶ, ତାପରେ ହେଲା ଚାଲୁକ୍ୟ ବଂଶ, ତାପରେ ହେଲା ପରମାର ବା ପୱାର ବଂଶ। ଏମାନେ ନିଜକୁ ଅଗ୍ନିକୁଳ ବା ଅଗ୍ନି ପରିବାର ବୋଲି ଦାବି କରନ୍ତି। ରାଜପୁତ ମାନଙ୍କର 2ଟି ମୁଖ୍ୟ ରାଜବଂଶ ହେଲା ସୂର୍ଯ୍ୟବଂଶ ଓ ଚନ୍ଦ୍ରବଂଶ। ବୁନ୍ଦେଲଖଣ୍ଡର ବୁନ୍ଦେଲମାନେ ଖ୍ରୀଷ୍ଟାବ୍ଦ 1000ରେ ଖଜୁରାହୋ ଠାରେ କେନ୍ଦ୍ରୀୟ ମହାଦେବ ମନ୍ଦିର ନିର୍ମାଣ କରିଥିଲେ। ତ ଖଜୁରାହୋ ଠାରେ ଅବସ୍ଥିତ କେନ୍ଦ୍ରୀୟ ମହାଦେବ ମନ୍ଦିର କିଏ ନିର୍ମାଣ କରିଥିଲେ? ବୁନ୍ଦେଲଖଣ୍ଡର ବୁନ୍ଦେଲମାନେ। କେବେ? ଖ୍ରୀଷ୍ଟାବ୍ଦ 1000ରେ। ଗୁଜରାଟର ସୋଲାଙ୍କି ମାନେ ମାଉଣ୍ଟ ଆବୁ ଠାରେ ଦିଲୱାରା ମନ୍ଦିର ନିର୍ମାଣ କରିଥିଲେ। କ୍ୱେଶ୍ଚନ୍ ଆସିପାରେ କି ବା କେଉଁଠାରେ ଦିଲୱାରା ମନ୍ଦିରର ନିର୍ମାଣ କରାଯାଇଛି? ତ ଗୁଜରାଟର ସୋଲାଙ୍କି ମାନେ ମାଉଣ୍ଟ ଆବୁ ଠାରେ ଦିଲୱାରା ମନ୍ଦିର ନିର୍ମାଣ କରିଥିଲେ। ମାଲବାର ପରମାର ବଂଶ ଶ୍ରେଷ୍ଠ ରାଜା ଭୋଜ ତାଙ୍କର ହେଲା ରାଜତ୍ୱ ସମୟ ହେଲା 1010 ଖ୍ରୀଷ୍ଟାବ୍ଦରୁ 1015। କବିରାଜ ଭାବରେ ଜଣାଶୁଣା। ସେ ଆୟୁର୍ବେଦ ସର୍ବସ୍ୱ, ଭେଷଜ ବିଜ୍ଞାନ ଓ ସମରଙ୍ଗଣ ସୂତ୍ରଧର ଗୃହ ନିର୍ମାଣ ବିଦ୍ୟାରେ 2ଟି ପୁସ୍ତକ ଲେଖିଥିଲେ। ଆଚ୍ଛା, ତ ମାଲବାର ପରମାର ବଂଶର ଶ୍ରେଷ୍ଠ ରାଜା ଥିଲେ ଭୋଜ। ସେ ତାଙ୍କୁ କବିରାଜ ବୋଲି କୁହାଯାଉଥିଲା ଏବଂ ସେ କ'ଣ କରୁଥିଲେ? ସେ 2ଟି ପୁସ୍ତକ ଲେଖିଥିଲେ। ଗୋଟେ ହେଲା ସେ ଆୟୁର୍ବେଦ ସର୍ବସ୍ୱ, ଭେଷଜ ବିଜ୍ଞାନ ଆଉ ସମରଙ୍ଗଣ ସୂତ୍ରଧର ଗୃହ ନିର୍ମାଣ ବିଦ୍ୟାରେ 2ଟି ପୁସ୍ତକ ଲେଖିଥିଲେ। ଅଷ୍ଟମ ଶତାବ୍ଦୀ ଠାରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ଉଭୟଙ୍କ ଉତ୍ତର ଓ ଦକ୍ଷିଣ ଭାରତ କେତୋଟି ନୂତନ ରାଜବଂଶର ଲୀଳାସ୍ଥଳୀ ଥିଲା। ତନ୍ମଧ୍ୟରୁ ଉତ୍ତର ଭାରତରେ ପ୍ରତିହାର ଓ ପାଳ ବଂଶ, ଦକ୍ଷିଣ ଭାରତରେ ଚୋଳ, ରାଷ୍ଟ୍ରକୂଟ, ପାଣ୍ଡ୍ୟ, ହୟଶାଳ ଓ ଯାଦବ ବଂଶ ପ୍ରଧାନ। ଉତ୍ତର ଭାରତରେ କେଉଁ ରାଜବଂଶ ଥିଲେ? ପ୍ରତିହାର ଓ ପାଳ ବଂଶ। ଠିକ୍ ସେଇଭଳିଆ ଦକ୍ଷିଣ ଭାରତରେ ଥିଲେ ଚୋଳ, ରାଷ୍ଟ୍ରକୂଟ, ପାଣ୍ଡ୍ୟ, ହୟଶାଳ ଓ ଯାଦବ ବଂଶ। ନେକ୍ସଟ ଆମେ ପଢ଼ିବା ପ୍ରତିହାର ବଂଶ। ଉତ୍ତର ଭାରତର ରାଜ୍ୟ ସମୂହ। ତ ପ୍ରତିହାର ମାନେ ଥିଲେ ଶକ୍ତିଶାଳୀ ରାଜପୁତ ଜାତି। ପ୍ରତିହାର ଅର୍ଥ ହେଉଛି ଜଗୁଆଳି। ତ କ୍ୱେଶ୍ଚନ୍ ଆସିପାରେ ପ୍ରତିହାର ଅର୍ଥ କ'ଣ? ପ୍ରତିହାର ଅର୍ଥ ହେଲା ଜଗୁଆଳି।
ସେତେବେଳେ ଉତ୍ତର ପଶ୍ଚିମ ଗିରିପଥ ଦେଇ ଭାରତ ବର୍ଷକୁ ବହୁ ବୈଦେଶିକ ଶତ୍ରୁ ଆସୁଥିଲେ। ପ୍ରତିହାରମାନେ ଉକ୍ତ ଗିରିପଥକୁ ଜଗୁଥିବାରୁ ସେମାନଙ୍କ ନାମକରଣ ଏପରି ହୋଇଥିଲା। ତ ସେତେବେଳେ କ'ଣ ଉତ୍ତର ପଶ୍ଚିମ ଗିରିପଥ ଦେଇ ଭାରତକୁ ବହୁତ ବୈଦେଶିକ ଶତ୍ରୁ ସବୁ ଆସୁଥିଲେ। ସେମାନେ ଭାରତକୁ ଆକ୍ରମଣ କରୁଥିଲେ ଏବଂ ତାକୁ କ'ଣ ପ୍ରତିହାର ମାନେ ସେଇ ଗିରିପଥରେ ଜଗୁଥିଲେ। ଏଣୁ ଏ ରାଜବଂଶଟା ପ୍ରତିହାର ରାଜବଂଶ ହେଇଛି। କନୌଜ ଥିଲା ପ୍ରତିହାରମାନଙ୍କ ରାଜଧାନୀ। କ୍ୱେଶ୍ଚନ୍ ଆସିପାରେ ପ୍ରତିହାରମାନଙ୍କ ରାଜଧାନୀ କେଉଁଠି ଥିଲା? ପ୍ରତିହାରମାନଙ୍କ ରାଜଧାନୀ କନୌଜରେ ଥିଲା। ତାଙ୍କର ରାଜ୍ୟ ଉତ୍ତରରେ କାଶ୍ମୀର ଠାରୁ ଦକ୍ଷିଣରେ ନର୍ମଦା ନଦୀ ପର୍ଯ୍ୟନ୍ତ, ପଶ୍ଚିମରେ କାଥିଆୱାଡ଼ ଠାରୁ ପୂର୍ବରେ ବିହାର ପର୍ଯ୍ୟନ୍ତ ପ୍ରସାର ଲାଭ କରିଥିଲା। ତ ପ୍ରତିହାରମାନଙ୍କ ରାଜ୍ୟ ବିସ୍ତାର ଉତ୍ତରରେ କାଶ୍ମୀର ଠାରୁ ଦକ୍ଷିଣରେ ନର୍ମଦା ନଦୀ ପର୍ଯ୍ୟନ୍ତ ଏବଂ ପଶ୍ଚିମରେ କାଥିଆୱାଡ଼ ଠାରୁ ପୂର୍ବରେ ବିହାର ପର୍ଯ୍ୟନ୍ତ ପ୍ରସାର ଲାଭ କରିଥିଲା। ପ୍ରତିହାର ବଂଶର ପ୍ରଧାନ ରାଜାଙ୍କ ମଧ୍ୟରୁ ପ୍ରଥମ ମିହିର ଭୋଜ ଥିଲେ ଅନ୍ୟତମ। ତ ପ୍ରତିହାର ବଂଶର ଯେତେ ମଧ୍ୟ ରାଜା ଥିଲେ ତନ୍ମଧ୍ୟରୁ ପ୍ରଥମ ମିହିର ଭୋଜ ପ୍ରଧାନ ଥିଲେ। ତାଙ୍କର ରାଜୁତି 840 ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇ 890 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଅର୍ଥାତ୍ 890 ଖ୍ରୀଷ୍ଟାବ୍ଦରେ ଶେଷ ହୋଇଥିଲା। ଅର୍ଥାତ୍ ଦୀର୍ଘ 50 ବର୍ଷ ଧରି ସେ ଶାସନ କରିଥିଲେ। ପ୍ରଥମ ମିହିର ଭୋଜ 840 ଖ୍ରୀଷ୍ଟାବ୍ଦରୁ ଶାସନ ଆରମ୍ଭ କଲେ ଏବଂ 890 ଖ୍ରୀଷ୍ଟାବ୍ଦରେ ତାଙ୍କର ଶାସନଟା ଶେଷ ହୋଇଥିଲା। ଯୁଦ୍ଧ ଓ ରାଜ୍ୟ ଜୟ ଦ୍ୱାରା ସେ ଏକ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ମହେନ୍ଦ୍ରପାଳ 890 ଖ୍ରୀଷ୍ଟାବ୍ଦରୁ 908 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲା। ତ ପ୍ରଥମ ପ୍ରତିହାର ରାଜା ପ୍ରଥମ ମିହିର ଭୋଜଙ୍କ ପୁତ୍ରର ନାମ କ'ଣ ଥିଲା? ତ ପ୍ରତିହାର ରାଜା ପ୍ରଥମ ମିହିର ଭୋଜଙ୍କ ପୁତ୍ରଙ୍କ ନାମ ଥିଲା ମହେନ୍ଦ୍ରପାଳ। ସେ 890 ଖ୍ରୀଷ୍ଟାବ୍ଦରୁ 908 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ସେ ବଙ୍ଗ ଅଧିକାର କରି ତାକୁ ନିଜ ରାଜ୍ୟରେ ମିଶାଇଥିଲେ। କିଏ ବଙ୍ଗ ଅଧିକାର କରିଥିଲେ? କେଉଁ ପ୍ରତିହାର ବଂଶର ରାଜା ବଙ୍ଗ ଅଧିକାର କରିଥିଲେ? ତ ଆନ୍ସର୍ ହେବ ମହେନ୍ଦ୍ରପାଳ। ଏମାନେ ବିଷ୍ଣୁ ଓ ସୂର୍ଯ୍ୟଙ୍କ ଉପାସକ ଥିଲେ। କ୍ୱେଶ୍ଚନ୍ ଏହା ବି ଆସିପାରେ କି ପ୍ରତିହାର ରାଜବଂଶର ରାଜାମାନେ କେଉଁ ଦେବତାଙ୍କ ଉପାସକ ଥିଲେ? ତ ଆନ୍ସର୍ ହେବ ବିଷ୍ଣୁ ଓ ସୂର୍ଯ୍ୟ ଦେବତାଙ୍କ ଉପାସକ ଥିଲେ। ସେମାନେ ଦରବାରରେ ସ୍ଥାନ ପାଇଥିବା କବି ଓ ବିଦ୍ୱାନମାନଙ୍କ ମଧ୍ୟରୁ ରାଜଶେଖର ଅନ୍ୟ ଥିଲେ। ତ ପ୍ରତିହାର ରାଜବଂଶରେ ଦରବାରରେ ସ୍ଥାନ ପାଇଥିବା କବି ଓ ବିଦ୍ୱାନମାନଙ୍କ ମଧ୍ୟରୁ ରାଜଶେଖର ହେଉଛନ୍ତି ଜଣେ କବି, ସେ ହେଉଛନ୍ତି ଅନ୍ୟତମ। ମହେନ୍ଦ୍ରପାଳଙ୍କ ପରେ କନୌଜ ପତନ ହୋଇ ପ୍ରତିହାରମାନେ ଉତ୍ତର ଭାରତରେ ନିଜର ଶକ୍ତି ହରାଇ ବସିଲେ। ତାପରେ ମହେନ୍ଦ୍ରପାଳଙ୍କ ପରେ ମହେନ୍ଦ୍ରପାଳ 1890ରୁ 1908 ଟୋଟାଲ 18 ବର୍ଷ ଶାସନ କରିଛନ୍ତି। ତ 890ରୁ 908 ଆଉ ପ୍ରଥମ ମିହିର ଭୋଜ 840 ଖ୍ରୀଷ୍ଟାବ୍ଦରୁ 890 ଖ୍ରୀଷ୍ଟାବ୍ଦରେ ଶାସନ କରିଛନ୍ତି। ତାଙ୍କ ପୁତ୍ର ମହେନ୍ଦ୍ରପାଳ 890 ଖ୍ରୀଷ୍ଟାବ୍ଦରୁ 908 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଛନ୍ତି। ତ ତାଙ୍କ ଦରବାରରେ ତ ମହେନ୍ଦ୍ରପାଳଙ୍କ ପରେ କନୌଜ ପତନ ହୋଇ ପ୍ରତିହାରମାନେ ଉତ୍ତର ଭାରତରେ ନିଜ ଶକ୍ତି ହରାଇ ବସିଲେ। ମହେନ୍ଦ୍ରପାଳଙ୍କ ପରେ କନୌଜର ପତନ ହୋଇ ପ୍ରତିହାରମାନେ ଉତ୍ତର ଭାରତରେ ନିଜର ଶକ୍ତି ହରାଇ ବସିଲେ। ତ ମହେନ୍ଦ୍ରପାଳ ହେଲେ ଶେଷ ରାଜା। ତାଙ୍କ ପରେ ପ୍ରତିହାର ବଂଶଟା ଉତ୍ତର ଭାରତରେ ନିଜର ଶକ୍ତି ହରାଇ ବସିଲା। ବିଶାଳ ସାମ୍ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇ ବହୁ ରାଜପୁତ ରାଜ୍ୟରେ ପରିଣତ ହେଲା। ସେଗୁଡ଼ିକ ମଧ୍ୟରୁ ଆଜମେରର ଚୌହାନ ବଂଶ, ବୁନ୍ଦେଲଖଣ୍ଡର ଚାନ୍ଦେଲ ବଂଶ, ମେୱାରର ସିସୋଦିଆ ବଂଶ ପ୍ରଧାନ ଥିଲେ। ତ ମନେ ରଖିଥାନ୍ତୁ କେଉଁ ରାଜବଂଶଟା କେଉଁ ଜାଗାରେ, ଯେମିତିକି ଆଜମେରରେ ରହିଲେ ଚୌହାନ ବଂଶ, ବୁନ୍ଦେଲଖଣ୍ଡରେ ଚାନ୍ଦେଲ ବଂଶ, ମେୱାରରେ ସିସୋଦିଆ ବଂଶ, ଏସବୁ ହେଲେ ପ୍ରଧାନ। ଏବେ ଆମେ ପଢ଼ିବା ପାଳ ବଂଶ। ତ ଅଷ୍ଟମ ଓ ନବମ ଶତାବ୍ଦୀରେ ବଙ୍ଗରେ ପାଳ ବଂଶର ଅଭ୍ୟୁଦୟ ହୋଇଥିଲା। ପାଳ ବଂଶର ଅଭ୍ୟୁଦୟ କେଉଁଠି ହୋଇଥିଲା? ନା ବଙ୍ଗରେ ହୋଇଥିଲା ଅଷ୍ଟମ ଓ ନବମ ଶତାବ୍ଦୀରେ। 750 ଖ୍ରୀଷ୍ଟାବ୍ଦ ପୂର୍ବରୁ ବଙ୍ଗ ଅରାଜକତାର ପୃଷ୍ଠଭୂମି ଥିଲା। ସେହି ବର୍ଷ ଲୋକମାନେ ଗୋପାଳ ନାମଧେୟ ଜଣେ ନେତାଙ୍କୁ ରାଜା ରୂପେ ନିର୍ବାଚିତ କରିଥିଲେ। ତ କ'ଣ ହୋଇଥିଲା? 750 ଖ୍ରୀଷ୍ଟାବ୍ଦ ପୂର୍ବରୁ
ବଙ୍ଗ ଅରାଜକତାର ପୃଷ୍ଠଭୂମି ଥିଲା। ଅର୍ଥାତ୍ 750 ଖ୍ରୀଷ୍ଟାବ୍ଦ ପୂର୍ବରୁ ବଙ୍ଗରେ ଅରାଜକତା ଦେଖା ଦେଇଥିଲା। ଫଳରେ ଲୋକମାନେ କ'ଣ କଲେ, ଗୋପାଳ ନାମଧେୟ ଜଣେ ନେତାଙ୍କୁ ରାଜା ରୂପେ ନିର୍ବାଚିତ କଲେ। ତାଙ୍କ ପୁତ୍ର ଧର୍ମପାଳ ଥିଲେ ପାଳ ବଂଶର ପ୍ରତିଷ୍ଠାତା। ତ ପାଳ ବଂଶର ପ୍ରତିଷ୍ଠାତା କିଏ? ଧର୍ମପାଳ ହେଉଛନ୍ତି ପାଳ ବଂଶର ପ୍ରତିଷ୍ଠାତା। ସେ ଯୁଦ୍ଧ କରି ବଙ୍ଗ, ବିହାର ଓ କନୌଜକୁ ନିଜ ଅଧୀନକୁ ଆଣିଥିଲେ। ସେ ଯୁଦ୍ଧ କରି କ'ଣ? ବଙ୍ଗ, ବିହାର ଓ କନୌଜକୁ ନିଜ ଅଧୀନକୁ ଆଣିଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଦେବପାଳ ଶାସନ କରିଥିଲେ। ଓକେ, ଧର୍ମପାଳଙ୍କ ପୁତ୍ର ନାମ ଥିଲା ଦେବପାଳ ଏବଂ ଧର୍ମପାଳଙ୍କ ମୃତ୍ୟୁ ପରେ ଦେବପାଳ ଶାସନ ଭାର ଗ୍ରହଣ କରିଥିଲେ। ନେକ୍ସଟ, ଏକାଦଶ ଶତାବ୍ଦୀର ବିଜୟ ସେନ ନାମଧେୟ ଜଣେ ବ୍ରାହ୍ମଣ ସେନାଧ୍ୟକ୍ଷ ପାଲ ବଂଶର ଯବନିକା ହଟାଇ ସେନ ବଂଶ ନାମକ ଏକ ନୂତନ ବଂଶ ପ୍ରତିଷ୍ଠା କରିଥିଲେ। ତ ପାଲ ବଂଶର ଯବନିକ କିଏ ଘଟାଇଥିଲେ? ତ ଏକାଦଶ ଶତାବ୍ଦୀରେ ମନେ ରଖିବେ, ଏକାଦଶ ଶତାବ୍ଦୀରେ ବିଜୟ ସେନ ନାମଧେୟ ଜଣେ ବ୍ରାହ୍ମଣ ସେନାଧ୍ୟକ୍ଷ ପାଲ ବଂଶର ଯବନିକା ଘଟାଇଥିଲେ ଏବଂ ସେନ ବଂଶ ନାମକ ଏକ ନୂତନ ବଂଶ ପ୍ରତିଷ୍ଠା କରିଥିଲେ। ପାଲ ବଂଶର ବହୁ ଜାହାଜ ଥିଲା। ସେଗୁଡ଼ିକ ସାହାଯ୍ୟରେ ସମୁଦ୍ର ବକ୍ଷରେ ମାଳୟ ଓ ଅନ୍ୟାନ୍ୟ ଦେଶ ସହିତ ସେମାନେ ବାଣିଜ୍ୟ ମଧ୍ୟ କରୁଥିଲେ। ତ ପାଲ ବଂଶରେ ବହୁତ ଜାହାଜ ଥିଲା ଏବଂ ସେ ଜାହାଜ ସହିତ ସେମାନେ କ'ଣ ସମୁଦ୍ର ବକ୍ଷରେ ମାଳୟ ଓ ଅନ୍ୟାନ୍ୟ ଦେଶ ସହିତ ବାଣିଜ୍ୟ କରୁଥିଲେ। ଉତ୍ତର ଭାରତ ସରିଲା। ଏବେ ଆମେ ପଢ଼ିବା ଦକ୍ଷିଣ ଭାରତର ରାଜ୍ୟ ସମୂହ। ଆମ ଇତିହାସରେ ଯୁଗ ଯୁଗ ଧରି ଦକ୍ଷିଣ ଭାରତ ବା ଦାକ୍ଷିଣାତ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଅଛି। ହର୍ଷଙ୍କ ମୃତ୍ୟୁ ପରେ ଭାରତବର୍ଷରେ ରାଜନୈତିକ ଅସ୍ଥିରତା ଦେଖା ଦେଇଥିଲା। ମାତ୍ର ଉତ୍ତର ଭାରତ ଅପେକ୍ଷା ଦକ୍ଷିଣ ଭାରତର ଅବସ୍ଥା ଅଧିକ ସ୍ଥିର ଥିଲା, କାରଣ ବହୁ ବର୍ଷ ଧରି ଏଠାରେ ବୈଦେଶିକ ଶତ୍ରୁ ପାରିନଥିଲେ। ଅବଶ୍ୟ ଦକ୍ଷିଣ ଭାରତରେ ଏହି ରାଜନୈତିକ ଅସ୍ଥିରତା ପାଇଁ କେତୋଟି ତାମିଲ ରାଜ୍ୟ ଦାୟୀ। ସେଗୁଡ଼ିକ ମଧ୍ୟରୁ ଚୋଳ, ରାଷ୍ଟ୍ରକୂଟ, ପାଣ୍ଡ୍ୟ, ହୟଶାଳ ଓ ଯାଦବ ରାଜ୍ୟ ଆଦି ପ୍ରଧାନ। ସେଗୁଡ଼ିକ ନୀଳଗିରି ପର୍ବତମାଳାର ଦକ୍ଷିଣରେ ଅବସ୍ଥିତ ଥିଲା। ତ ଦକ୍ଷିଣ ଭାରତର ରାଜ୍ୟ ସମୂହରେ କେଉଁ କେଉଁ ରାଜବଂଶ ଅଛି? ସେ ହେଲା ଚୋଳ, ରାଷ୍ଟ୍ରକୂଟ, ପାଣ୍ଡ୍ୟ, ହୟଶାଳ ଓ ଯାଦବ ଆଦି ହେଲେ ପ୍ରଧାନ। ତ ଆମେ ଫାଷ୍ଟ ପଢ଼ିବା ଚୋଳ ରାଜବଂଶ। ଦକ୍ଷିଣ ଭାରତରେ ଦଶମ ଶତାବ୍ଦୀରେ ମୁଣ୍ଡ ଟେକିଥିବା ଚୋଳ ରାଜ୍ୟର ରାଜା ପ୍ରଥମ ରାଜରାଜ ଖ୍ରୀଷ୍ଟାବ୍ଦ ହେଲା 985 ଖ୍ରୀଷ୍ଟାବ୍ଦରୁ 1016 ପର୍ଯ୍ୟନ୍ତ ଏକ ବିରାଟ ସାମ୍ରାଜ୍ୟ ତାଙ୍କର ଜୀବନ କାଳ। ଏଇଟା 985 ଖ୍ରୀଷ୍ଟାବ୍ଦରୁ 1016 ଏକ ବିରାଟ ସାମ୍ରାଜ୍ୟ ଗଠନ କରିଥିଲେ। ସେ କଲ୍ୟାଣୀର ଚାଲୁକ୍ୟ ବଂଶ, ପାଣ୍ଡ୍ୟ ଓ ଚେରମାନଙ୍କୁ ପରାସ୍ତ କରିଥିଲେ। ତ ଚୋଳ ଦକ୍ଷିଣ ଭାରତରେ ଦଶମ ଶତାବ୍ଦୀରେ ମୁଣ୍ଡ ଟେକିଥିବା ଚୋଳ ରାଜ୍ୟର ରାଜା ପ୍ରଥମ ରାଜରାଜ ସେ ପ୍ରଥମେ କ'ଣ ଏକ ବିରାଟ ସାମ୍ରାଜ୍ୟ ଗଠନ କରିଥିଲେ ଏବଂ କାହାକୁ ହରାଇଥିଲେ? ଚାଲୁକ୍ୟ ବଂଶ, କଲ୍ୟାଣୀର ଚାଲୁକ୍ୟ ବଂଶ, ପାଣ୍ଡ୍ୟ ଓ ଚେରମାନଙ୍କୁ ସେ ପରାସ୍ତ କରିଥିଲେ। ସେ ମଧ୍ୟ ଭେଙ୍ଗି ବା ଆଧୁନିକ ଆନ୍ଧ୍ରପ୍ରଦେଶ ମଧ୍ୟ ଜୟ କରିଥିଲେ। ଓକେ, କେଉଁ ଚୋଳ ରାଜା ଭେଙ୍ଗି ବା ଆଧୁନିକ ଆନ୍ଧ୍ରପ୍ରଦେଶକୁ ଜୟ କରିଥିଲେ? ତ ଚୋଳ ରାଜା ପ୍ରଥମ ରାଜରାଜ। ତାଙ୍କର ଏକ ବିରାଟ ନୌବାହିନୀ ଥିଲା। ସେ ମସଲା, ଚା, ମୂଲ୍ୟବାନ ପଥର, କାର୍ପାସ, ବସ୍ତ୍ର ଆଦି ପଶ୍ଚିମ ଏସିଆକୁ ପଠାଇ ସେ ବହୁ ଅର୍ଥ ଉପାର୍ଜନ କରିଥିଲେ। ସେ ମଧ୍ୟ ସିଂହଳ ଦ୍ୱୀପ ଅଧିକାର କରିଥିଲେ। ଚୋଳ ରାଜା ପ୍ରଥମ ରାଜରାଜ ସିଂହଳ ଦ୍ୱୀପ ମଧ୍ୟ ଅଧିକାର କରିଥିଲେ। ତାଞ୍ଜୋରଠାରେ ନିର୍ମିତ ଶିବ ମନ୍ଦିର ତାଙ୍କର ଏକ ଅକ୍ଷୟ କୀର୍ତ୍ତି। ପ୍ରଥମ ରାଜରାଜଙ୍କ ପରେ ତାଙ୍କ ପୁତ୍ର ରାଜେନ୍ଦ୍ର ଚୋଳ ରାଜା ହୋଇ ଭାରତର ବହୁ ସ୍ଥାନକୁ ସୈନ୍ୟ ପ୍ରେରଣ କରିଥିଲେ। ସେ ତାଙ୍କର ନୌବାହିନୀ ସାହାଯ୍ୟରେ ଦକ୍ଷିଣ ପୂର୍ବ ଏସିଆର ବ୍ରହ୍ମଦେଶ, ମାଳୟ ଓ ସୁମାତ୍ରା ଜୟ କରିଥିଲେ। ତ ଚୋଳ ରାଜା ପ୍ରଥମ ରାଜରାଜଙ୍କ ପୁତ୍ର ରାଜେନ୍ଦ୍ର ଚୋଳ ଯେତେବେଳେ ରାଜା ହେଲେ ସେ ବହୁ ଜାଗାକୁ ନିଜ ସୈନ୍ୟ ପଠାଇଥିଲେ ଏବଂ ତାଙ୍କର ନୌବାହିନୀ ସାହାଯ୍ୟରେ ସେ ଦକ୍ଷିଣ ପୂର୍ବ ଏସିଆର ବ୍ରହ୍ମଦେଶ,
ମାଳୟ ଓ ସୁମାତ୍ରା ଜୟ କରିଥିଲେ। କୃଷିର ଉନ୍ନତି ପାଇଁ ବହୁ କେନାଲ, ହ୍ରଦ ଓ ନଦୀବନ୍ଧ ମଧ୍ୟ ସେ ନିର୍ମାଣ କରିଥିଲେ। ତାଙ୍କ ଆଦେଶରେ ଚୋଳ ରାଜ୍ୟରେ ବହୁ ଦେବଦେବୀ, ରାଜା, ରାଣୀଙ୍କ ସୁନ୍ଦର ମୂର୍ତ୍ତି ନିର୍ମାଣ କରାଯାଇଥିଲା। ନଟରାଜ ମୂର୍ତ୍ତି ବା ନୃତ୍ୟ ମୁଦ୍ରାରେ ଶିବ ସେଥିମଧ୍ୟରୁ ଅତିକ ମନୋରମ। ତ ଆପଣମାନେ ଦେଖିଥିବେ ନଟରାଜ ମୂର୍ତ୍ତି ପ୍ରାୟ ନଟରାଜ କମ୍ପାସ ରହୁଛି, ନଟରାଜ ସୀସା ବି ରହୁଛି। ତ ନଟରାଜ ମୂର୍ତ୍ତି ବା ନୃତ୍ୟ ମୁଦ୍ରାରେ ଶିବ ଏଇଟା କେଉଁ ସମୟର? ଚୋଳ ରାଜା ରାଜେନ୍ଦ୍ର ଚୋଳଙ୍କ ସମୟର। ପରେ ତାକୁ ଆଧୁନିକ ମାନ୍ଦ୍ରା ନିକଟବର୍ତ୍ତୀ କାଞ୍ଚିପୁରମକୁ ସେମାନେ ଉଠାଇ ନେଇଥିଲେ। ରାଜେନ୍ଦ୍ର ଚୋଳଙ୍କ ଉତ୍ତରାଧିକାରୀମାନେ ଦୁର୍ବଳ ଥିବାରୁ ମୁସଲମାନମାନଙ୍କ ଆକ୍ରମଣ ଫଳରେ ଏହା ପତନ ଘଟିଥିଲା। ଚୋଳମାନେ ନିଜ ରାଜ୍ୟକୁ କେତୋଟି ପ୍ରଦେଶ ବା ମଣ୍ଡଳମ୍ ଓ ପ୍ରତ୍ୟେକ ମଣ୍ଡଳମ୍କୁ କେତୋଟି ଭଳାନ୍ଦୁ ଓ ପ୍ରତ୍ୟେକ ଭଳାନ୍ଦୁକୁ କେତୋଟି ଗ୍ରାମରେ ବିଭକ୍ତ କରିଥିଲେ। ଗ୍ରାମର ଶାସନ ଗ୍ରାମବାସୀଙ୍କ ଦ୍ୱାରା ଗଠିତ ସଭା ଦ୍ୱାରା ପରିଚାଳିତ ହେଉଥିଲା। ରାଜାଙ୍କୁ ଉପଦେଶ ଦେବା ପାଇଁ ଏକ ମନ୍ତ୍ରିମଣ୍ଡଳ ରହିଥିଲେ। ତ ଚୋଳମାନଙ୍କର ଶାସନ ବିଷୟରେ ଏଠି କୁହାଯାଇଛି କି ରାଜାକୁ ଉପଦେଶ ଦେବା ପାଇଁ ଗୋଟେ ମନ୍ତ୍ରିମଣ୍ଡଳ ଥିଲା ଏବଂ ଗାଁ ଶାସନର ସର୍ବନିମ୍ନ ଏକକ ହେଲା ଗାଁ। ଏବଂ ଗାଁ ଶାସନଟା ଗ୍ରାମରେ ଗ୍ରାମବାସୀଙ୍କ ଦ୍ୱାରା ସଭା ଦ୍ୱାରା ପରିଚାଳିତ ହେଉଥିଲା। ଆଉ କେତୋଟି ଗାଁକୁ ନେଇକରି ଏକ ଭଳାନ୍ଦ ଗଠିତ ହେଉଥିଲା ଓ କେତୋଟି ଭଳାନ୍ଦୁକୁ ନେଇକି ଏକ ମଣ୍ଡଳମ୍ ଗଠିତ ହେଉଥିଲା ଏବଂ କେତୋଟି ମଣ୍ଡଳମ୍କୁ ନେଇକି ଏକ ପ୍ରଦେଶ ଗଠିତ ହେଉଥିଲା ଓ କେତୋଟି ପ୍ରଦେଶକୁ ନେଇକି ଗୋଟିଏ ରାଜ୍ୟ ଗଠିତ ହେଉଥିଲା। ଏହି ଥିଲା ଚୋଳ ବଂଶର ଇତିହାସ। ଏବେ ଆମେ ଦେଖିବା ରାଷ୍ଟ୍ରକୂଟ ବଂଶ। ତ ଦାକ୍ଷିଣାତ୍ୟରେ ରାଷ୍ଟ୍ରକୂଟ ଥିଲା ଏକ ପ୍ରଧାନ ରାଜବଂଶ। ଏହି ରାଜାମାନେ ଖୁବ୍ ଯୁଦ୍ଧପ୍ରିୟ ଥିଲେ। ସେମାନଙ୍କ ଶାସନ କାଳରେ ହିନ୍ଦୁ ଧର୍ମ ସାଧାରଣ ଲୋକମାନଙ୍କ ମଧ୍ୟରେ ଜନପ୍ରିୟ ହୋଇଥିଲା। ଏମାନେ ପାହାଡ଼ କାଟି ଗୁମ୍ଫା ମନ୍ଦିର ଅନେକ ମନ୍ଦିର ନିର୍ମାଣ କରିଥିଲେ। ଔରଙ୍ଗାବାଦ ନିକଟରେ ଏଲୋରା ଠାରେ ଥିବା ନିର୍ମିତ ପ୍ରସିଦ୍ଧ ଗୁମ୍ଫା ମନ୍ଦିର ରାଷ୍ଟ୍ରକୂଟମାନଙ୍କ କଳା ଜଗତକୁ ଏକ ବିଶିଷ୍ଟ ଅବଦାନ। ତ ଏଇଟା ବହୁତ ଇମ୍ପୋର୍ଟାଣ୍ଟ କି ଏଲୋରା ନିକଟରେ ଥିବା ପ୍ରସିଦ୍ଧ ଗୁମ୍ଫା ମନ୍ଦିରକୁ ରାଜବଂଶର ଲୋକମାନେ ନିର୍ମାଣ କରୁଥିଲେ। ରାଷ୍ଟ୍ରକୂଟ ବଂଶର ଲୋକ ବା ରାଜା ଏହାକୁ ନିର୍ମାଣ କରୁଥିଲେ। ଏଇଥିରେ ହେଲା ଏଇଟା ଇମ୍ପୋର୍ଟାଣ୍ଟ। ନେକ୍ସଟ ଆମେ ପଢ଼ିବା ପାଣ୍ଡ୍ୟ ବଂଶ। ମଧ୍ୟଯୁଗରେ ପାଣ୍ଡ୍ୟ ବଂଶ ଦକ୍ଷିଣ ଭାରତରେ ପ୍ରାଧାନ୍ୟ ଲାଭ କରିଥିଲା। ଏହି ବଂଶର ରାଜଧାନୀ ଥିଲା ମଦୁରା। ତ ପାଣ୍ଡ୍ୟ ବଂଶର ରାଜଧାନୀ କେଉଁଠି ଥିଲା? ଆନ୍ସର୍ ହେବ ମଦୁରା। ପାଣ୍ଡ୍ୟ ବଂଶର ରାଜଧାନୀ ଥିଲା ମଦୁରା। ସେମାନେ ବହୁ ସମୟରେ ପଲ୍ଲବ ଓ ସିଂହଳ ସହିତ ଯୁଦ୍ଧରେ ବ୍ୟସ୍ତ ରହି ଏକାଦଶ ଶତାବ୍ଦୀ ବେଳକୁ ଦକ୍ଷିଣ ଭାରତରେ ସର୍ବବୃହତ୍ ଶକ୍ତି ହୋଇପାରିଥିଲେ। କୟଲ ଥିଲା ତାଙ୍କ ରାଜ୍ୟର ଏକ ବୃହତ୍ତମ ବନ୍ଦର। ତ କୋଏଲ ରାଜବଂଶର ଏକ ବୃହତ୍ତମ ବନ୍ଦର ନାମ ହେଲା କୋଏଲ। ନେକ୍ସଟ ଆରବ ସାଗର ଓ ଚୀନରୁ ଅସଂଖ୍ୟ ଜାହାଜ ଏଠାକୁ ଆସି ଏମାନଙ୍କ ସହ ବାଣିଜ୍ୟ କାରବାର କରୁଥିଲେ। ତାଙ୍କ ରାଜ୍ୟର ଲୋକମାନେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଜୈନମାନେ ମଧ୍ୟ କେତେକାଂଶରେ ଦେଖାଯାଉଥିଲେ, ମାତ୍ର ବୌଦ୍ଧ ଧର୍ମର ସତ୍ତା ନଥିଲା। ତ ପାଣ୍ଡ୍ୟମାନଙ୍କ ସମୟରେ ବୌଦ୍ଧ ଧର୍ମର ସତ୍ତା ନଥିଲା। ମୁସଲମାନଙ୍କ ଆକ୍ରମଣ ଫଳରେ 1310 ଖ୍ରୀଷ୍ଟାବ୍ଦରେ ପାଣ୍ଡ୍ୟ ବଂଶର ପତନ ଘଟିଥିଲା। ତ ପାଣ୍ଡ୍ୟ ବଂଶର ପତନ କେବେ ଘଟିଥିଲା ଦକ୍ଷିଣ ଭାରତରେ? ଆନ୍ସର୍ ହେବ 1310 ଖ୍ରୀଷ୍ଟାବ୍ଦ। 1310 ଖ୍ରୀଷ୍ଟାବ୍ଦରେ ମୁସଲମାନମାନଙ୍କ ଆକ୍ରମଣ ଫଳରେ ଦକ୍ଷିଣ ଭାରତରେ ପାଣ୍ଡ୍ୟ ବଂଶର ପତନ ଘଟିଥିଲା। ନେକ୍ସଟ ଆମେ ପଢ଼ିବା ହୟଶାଳ ବଂଶ। ହୟଶାଳ ବଂଶ ଆଧୁନିକ ମୈଶୂର ନିକଟବର୍ତ୍ତୀ ଦ୍ୱାର ସମୁଦ୍ରଠାରେ ନିଜ ରାଜ୍ୟର ରାଜଧାନୀ ସ୍ଥାପନ କରି ଶାସନ କରୁଥିଲେ। ସେମାନଙ୍କର ଚୋଳମାନଙ୍କ ସହ ଏକ ଯୁଦ୍ଧ ହୋଇଥିଲା। ଉକ୍ତ ଯୁଦ୍ଧରେ ସେମାନେ ଚୋଳଙ୍କ ନିକଟରେ ପରାସ୍ତ ହୋଇଥିଲେ। ବୀରବଲ୍ଲଭ ଏହି ବଂଶର ପ୍ରଧାନ ରାଜା ଥିଲେ। ତ ମନେ ରଖିବା ଜିନିଷଟି ହେଲା କି ହୟଶାଳ ବଂଶର ପ୍ରଧାନ ରାଜା କିଏ? ବୀରବଲ୍ଲଭ। ବୀରବଲ୍ଲଭ ଥିଲେ ହୟଶାଳ ବଂଶର ପ୍ରଧାନ ରାଜା। ନେକ୍ସଟ ଆମେ ପଢ଼ିବା ଯାଦବ ବଂଶ। ଦ୍ୱାଦଶ ଶତାବ୍ଦୀରେ ଯାଦବ ବଂଶ ମୁଣ୍ଡ ଟେକିଥିଲା। ସେମାନେ ଚାଲୁକ୍ୟ ବଂଶକୁ ପରାସ୍ତ କରି ନିଜର ରାଜ୍ୟ ସ୍ଥାପନ କରିଥିଲେ। ଚୋଳମାନଙ୍କ ସହ ସେମାନଙ୍କ ଏକ ଯୁଦ୍ଧ ହୋଇଥିଲା। ଏଥିରେ ଚୋଳମାନେ ପରାସ୍ତ ହୋଇଥିଲେ। ଦେବଗିରି ମହାରାଷ୍ଟ୍ରରେ ଥିବା ଆଧୁନିକ ଦୌଲତାବାଦ ସେମାନଙ୍କ ରାଜଧାନୀ ଥିଲା। ତ କ୍ୱେଶ୍ଚନ୍ ଏତିକି ଯେ ଯାଦବ ବଂଶର ରାଜଧାନୀ କେଉଁଠି ଥିଲା? ତ ଯାଦବ ବଂଶର ରାଜଧାନୀ ଥିଲା ଦେବଗିରି, ଯେଉଁଟାକି ମହାରାଷ୍ଟ୍ରର ବର୍ତ୍ତମାନ ଦୌଲତାବାଦ। ଏବଂ ରାମଚନ୍ଦ୍ର ଦେବ ହେଲେ
ଯାଦବ ବଂଶର ପ୍ରଧାନ ରାଜା। ଯାଦବ ବଂଶର ପ୍ରଧାନ ରାଜା କିଏ ଥିଲେ? ରାମଚନ୍ଦ୍ର ଦେବ। ବେଶ ଆଜି ଏତିକି। ନେକ୍ସଟ କ୍ଲାସ୍ ପୁଣି ଦେଖିବା ତୁର୍କୀମାନଙ୍କ ଭାରତ ଆକ୍ରମଣ, ତା ଆଗକୁ କ'ଣ ହେଉଛି ସେ ବିଷୟରେ ଆମେ ପଢ଼ିବା।